ଆପଣ ସବୁବେଳେ ଏମିତି ଲଣ୍ଡିତ ଦେଖୁଛ ମୋ ଲଣ୍ଡା ମୁଣ୍ଡ ଦିନେ ଭର୍ତ୍ତି ଥିଲା ବାଳ। ଜ୍ଞାନାନନ୍ଦକୁ ଆପଣ ସର୍ଟ କରିକି ଜ୍ଞାନ ହତା ନନ୍ଦ କରିଦେଇଛନ୍ତି। ହତା ଦିଟା ସାଙ୍ଗିଆ କାଳେ ଟାଙ୍ଗିଆ ଭଳିଆ ବାଡିଆ ବାଡି ହେବେ। ଆପଣଙ୍କ ବ୍ୟଙ୍ଗର ପ୍ରମୁଖ ଚରିତ୍ର ଗୁଡିକ ପ୍ରାୟତଃ ରାଜନେତା ହେଇଥାନ୍ତି। ଯେତ ପାଡି ପୋଡା କେତେ ଗରଜୁ ପୁରୁଣା କାଳିଆ ପିତିକି ବଜୁ ମୁଁ ହେଲେ ଜାନକୀ ତୁଇ ମୋ ବିଜୁ। ଶାଣିତ ବ୍ୟଙ୍ଗ ନେତାମାନଙ୍କ ପାଇଁ କୋଉଟା ଥିଲା? ଦେଖ ନିଶାରେ ଲୋକଟା ଝୁଲୁଛି ଛମାସ ଆଗରୁ ଗଡିଥିଲା ପୋଲ ଯାଉନ ଦେଖିବ ପୋଲଟା କେମିତି ହଲୁଛି। ଜ୍ଞାନ ହତାଙ୍କୁ ଓଡିଶାର କପିଲ ଶର୍ମା କୁହାହବ ଠିକ ହବ? କପିଲ ଶର୍ମାକୁ ଭାରତର ଜ୍ଞାନହୀତା କହୁନାହାନ୍ତି ଆପଣ। ଚମତ୍କାର answer। ଶ୍ରେଷ୍ଠ ବ୍ୟଙ୍ଗ କବି ଭାବରେ କାହାକୁ ବିଚାର କରିବେ? ଗୋଦାବରିଷ୍ଠ ଚମତ୍କାର ବ୍ୟଙ୍ଗ କରୁଥିଲେ। ସୁରେନ୍ଦ୍ର କେନ୍ଦ୍ରାପଡାରେ ଜଣେ ସାମ୍ୟବାଦୀ ଜଣେ ଭଡାରେ। କ୍ଷମତାଶାଳୀ ମାନେ ସେ ବ୍ୟଙ୍ଗ ବିଦ୍ରୂପକୁ ଗ୍ରହଣ କରିବାର ମାନସିକତା ରଖନ୍ତି କି? ନାନବ ବର୍ଜନକାରୀ ସଦା ଗର୍ଜନ କରି ତୃଣମୂଳାଧୀଶ୍ୱରୀ ସଦା କ୍ରୋଧେଶ୍ୱରୀ ମା ପଶ୍ଚିମ ବଙ୍ଗେଶ୍ୱରୀ। ବ୍ୟଙ୍ଗ କବିତା କେବଳ ହସେଇବା ପାଇଁ ଉଦ୍ଦିଷ୍ଟ ନା ସେଥିରେ ତ୍ୟାଗ ସମର୍ପଣର ଭାବ ବି ଥାଏ? ଯଦି ଆମେ ତ୍ୟାଗ କରୁନଥାନ୍ତୁ ବ୍ୟଙ୍ଗକାର ମାନେ ଚାଟୁକାର ହେଇଥାନ୍ତୁ ତାହେଲେ ଏକାଡେମୀରେ ଆମକୁ ପୁରସ୍କୃତ କରା ହୁଅନ୍ତା ଆଜ୍ଞା। ଆପଣ ଡାକ ବିଭାଗରେ ଚାକିରି କରୁଥିଲେ କିନ୍ତୁ ଚାକିରି ପୂର୍ଣ୍ଣ ହେଲା ପର୍ଯ୍ୟନ୍ତ ରହିଲେନି। ହାତରେ ଘେନି ଦରଖାସ୍ତ କହିଲି ସାର୍ ମୋ ପଦୋନ୍ନତିର ଶୀଘ୍ର କରନ୍ତୁ ବନ୍ଦୋବସ୍ତ। ପୁଅ ପତ୍ନୀ ଏମାନଙ୍କ ପରାମର୍ଶ ନେଇଥିଲେ? ସେ କହିଲେ ଯଦି ସ୍ୱାଭିମାନର ସହିତ ପଇସା କମେଇ ପାରୁନ ନା ଆମେ ଉପାସ ରହିବା ପାଇଁ ପ୍ରସ୍ତୁତ ଅଛୁ ତମେ ଚାକିରି ଛାଡି। ମହାନଦୀରୁ ଆରମ୍ଭ କାଠ ଯୋଡିରେ ଶେଷ କଟକ ସହର ଇଏ କଟକ। କଟକରେ ରହୁଛନ୍ତି କଟକିଆ। ମୋ ପ୍ରିୟ ସହର କଟକ ଏଠି ମାଓବାଦୀ ନାହିଁ ନକସଲି ନାହିଁ ଖାଲି ମଶାଙ୍କର ଆତଙ୍କ। ପତ୍ନୀକୁ ମନେଇବା ପାଇଁ କେମିତି କବିତା ହୁଏ? ମନ୍ଦିର ବସଜିଦି ଗିର୍ଜା ଜପତ ନିରନ୍ତର କେବଳ ଭାର୍ଯ୍ୟା। ଅନେକ କିଛି ସାମ୍ପ୍ରତିକ ଘଟଣାବଳୀ ଏଗୁଡିକ ବି ଆପଣ ବ୍ୟଙ୍ଗ ଭାବରେ ଉତ୍ତାରନ୍ତି। କେବେ ଗାର୍ଡେନ ପଛରେ ବୁସ୍ କେବେ ଲାଡେନ ପଛରେ ବୁସ୍ କେବେ ହୁସେନ ସାଙ୍ଗରେ ବୁସ୍ ତ କେବେ ପିଷ୍ଟନ ସାଙ୍ଗରେ ବୁସ୍। ବିଭିନ୍ନ ଦିବସ ଆମେ ପାଳନ କରୁ। ଗୋଲାପ ଦିବସେ ଗୋଲାପ ଦେଲ ଗୋ ଟେଡି ଦିବସରେ ଟେଡି ହେଲେ ମହିଳା ଦିବସେ ଦେଲ ନାହିଁ କିଛି ଚାଲିଗଲ ମୁହଁ ମୋଡି। Scan Steels Limited presents Argus Podcast. Presenting sponsor Shrishti TMT Chhada, a product of Scan Steels Limited. ନମସ୍କାର, ଅର୍ଗସ୍ ପଡକାଷ୍ଟ କିଛି କଥା କିଛି ବାର୍ତ୍ତାରେ ଆପଣଙ୍କୁ ସ୍ୱାଗତ କରୁଛି ମୁଁ ସଂଗ୍ରାମ। ଆଜି ଆମ ସହିତ ଅତିଥି ଶ୍ରୀଯୁକ୍ତ ଜ୍ଞାନ ହୋତା, ଜଣେ ଜ୍ଞାନୀ ବ୍ୟକ୍ତି ଏବଂ ହତାଶରେ ଥିବା ଲୋକଙ୍କୁ ହସେଇବାର କଳାରେ ସେ ମାହିର। ଜଣେ ବ୍ୟଙ୍ଗ କବି ଭାବରେ ତାଙ୍କର ପ୍ରଥମ ପରିଚୟ ଆସେ କିନ୍ତୁ ଅନେକ ପରିଚୟ ଗୁନ୍ଥି ହେଇ ତା ପଛେ ପଛେ ବି ରହିଛି। ଜଣେ ଅଭିନେତା, ଜଣେ ଲେଖକ, ଜଣେ ସ୍ତମ୍ଭକାର ଆଉ ସର୍ବୋପରି ଜଣେ ଭଲ ମଣିଷ। ସେ ବ୍ୟଙ୍ଗ କରନ୍ତି କିନ୍ତୁ ସେଥିରେ ତାତ୍ସଲ୍ୟର ବିଦ୍ରୂପ ନଥାଏ। ସେ ସମାଲୋଚନା କରନ୍ତି କିନ୍ତୁ ଶାଳୀନତାର ସରହଦ ଭିତରେ। ପିଲାବେଳୁ ଅନେକ ତାଙ୍କର ବ୍ୟଙ୍ଗ କବିତା ଶୁଣି ଶୁଣି କାନ୍ଦୁରା ମୁହଁରେ ହସ ଫୁଟାଇବା ପାଇଁ ମଧ୍ୟ ଚେଷ୍ଟା କରିଛନ୍ତି। ତ ଆଜି ସେମିତି କିଛି ହସର ପସରା ମେଲିବା ପାଇଁ ଚେଷ୍ଟା କରିବା ଆଉ ତାଙ୍କ ଜୀବନର କିଛି ଅକୁହା ପୃଷ୍ଠା ଓଲଟାଇବା ପାଇଁ ମଧ୍ୟ ପ୍ରୟାସ କରିବା। ଆଶା କରିବି ଅନ୍ୟ ଏପିସୋଡ ଗୁଡ଼ିକ ପରି ଏହି ଏପିସୋଡ ମଧ୍ୟ ଆପଣଙ୍କ ହୃଦୟକୁ ଛୁଇଁବ, ଆପଣଙ୍କୁ ଭଲ ଲାଗିବ। ନମସ୍କାର। ନମସ୍କାର। କେମିତି ଅଛନ୍ତି? ବଢିଆ ବିନ୍ଦାସ ମସ୍ତ। ଆପଣ ଦେଖିଲେ ହିଁ ହସ ଲାଗେ, ଖୁସି ଲାଗେ। ମୋତେ ବି ଖୁସି ଲାଗେ। ହସୁଥିବା ମଣିଷକୁ ଦେଖିବା ଆଜିକାଲି ଗୋଟେ କଷ୍ଟକର ବ୍ୟାପାର ହେଇଯାଇଛି। ସେଥିପାଇଁ ଘରେ ଲୋକ ଗୋଟେ ମୂର୍ତ୍ତି ରଖୁଛନ୍ତି ଯିଏ ହସୁଛି, କାରଣ ଜୀବନ୍ତ ମଣିଷ ଆଉ ହସୁନାହାନ୍ତି। ନିହାଣ ଧରିକିରି ପଥର ମୂର୍ତ୍ତିକୁ ହସେଇବା ସହଜ ହେଇଯାଉଛି, ମଣିଷକୁ ହସେଇବା ବହୁତ କଷ୍ଟ ହେଇଯାଉଛି। ଲାଫିଂ ବୁଦ୍ଧ କଥା ଆପଣ କହୁଛନ୍ତି। ଆଜ୍ଞା, ଆକ୍ଚୁଆଲି ଜୀବନ ଗୁଡ଼ା ଏତେ ଜଞ୍ଜାଳମୟ ହତାଶମୟ ହେଇଯାଇଛି, ହସ ଖୋଜିବା ପାଇଁ ହିଁ ମଣିଷ ପାଖରେ ସମୟ ନାହିଁ। ତ ଆପଣ ହସ ବାଣ୍ଟିବା ପାଇଁ ସମୟ କୋଉଠୁ ପାଆନ୍ତି? ଯେମିତି ବୈଷ୍ଣବ ମହାନ୍ତି ଗୋଟେ ଲେଖିଛନ୍ତି ବୋଉ ୟୁନିଭର୍ସିଟି ବୋଲି। ମୁଁ ଏ ମ୍ୟାନେଜମେଣ୍ଟ କରିବାର କଳାକୌଶଳ ଯାକ ମୋ ବୋଉଠୁ ଶିଖିଛି। ଆମେ 7 ଭାଇ 3 ଭଉଣୀ, ବଡ଼ ପରିବାରରେ ଜନ୍ମ। ବହୁତ ବଡ଼ ପରିବାର। ଆମେ 10 ଭାଇ ଭଉଣୀଙ୍କର ଡିମାଣ୍ଡ ଅଲଗା ଅଲଗା। ଗୋଟେ ବୋଉ ସବୁ ଯାକ ମ୍ୟାନେଜ କରୁଥିଲା। ଆପଣଙ୍କର କେତେ ଛୁଆ ପିଲା ସନ୍ତାନ? ମୋର ଗୋଟେ ପୁଅ। ତ 10 ଭାଇ ଭଉଣୀ ଭିତରୁ ଆସିଲେ କିନ୍ତୁ ଗୋଟିଏ ସନ୍ତାନରେ ଆପଣ ସୀମିତ ରହିଗଲେ। ହଁ, ସେଇ କଥା ବେଳେବେଳେ ଲାଗେ। ଗୋଟିଏ ସନ୍ତାନର ବାପା ଭାବରେ ଆଉ 10 ଭାଇ ଭଉଣୀ ଭିତରେ ବଢ଼ିଥିବା ଗୋଟେ ପୁଅ ଭାବରେ ବା ଭାଇ ଭାବରେ ଫରକ କ'ଣ ଅନୁଭବ କରନ୍ତି? ଯେ ଯେଉଁ ଏକାଠି ବାଣ୍ଟିକି ପରସ୍ପର ସହିତ ସ୍ନେହ, ଶ୍ରଦ୍ଧା, ସଦିଚ୍ଛା, ଗଣ୍ଡଗୋଳ, ମାଡ଼ଗୋଳ, ତାର ମୋର ଆମର ଯେଉଁ ଗୁଡ଼ାଏ ମାନବୀୟ ଗୁଣ ଆମର ଡେଭଲପ୍ ହେଉଥିଲା, ସେଇଟା ପରବର୍ତ୍ତୀ ପିଢ଼ି ଆଉ ପାଉନି କି? ଆମେ 10 ଭାଇ ଭଉଣୀ ସମସ୍ତଙ୍କ ରୁଚି ଅଲଗା ଅଲଗା।
ଆଡ଼ଜଷ୍ଟ କରିବା କ'ଣ ଆମେ ଶିଖିଗଲୁ। ଆଉ ସବୁଠୁ ବଡ଼ କଥାଟେ ହେଉଛି ଯେ ବଡ଼ ପରିବାରରେ ରହିଲେ ଗୋଟେ ବାପା ଜନିତ ଯେଉଁ ସମସ୍ୟାଟା ସେ ଗୋଟେ ବାପାର ସମସ୍ୟା ନଥାଏ, କାରଣ ସେଇଟା କାକା କରିଦେବେ, ବଡ଼ ବାପା କରିଦେବେ, ଆଉ ଗୋଟେ କିଏ କରିଦେବେ। କିନ୍ତୁ ଏବେ ଗୋଟେ ବାପା ବି ଗୋଟେ ସମସ୍ୟା ହେଇଯାଇଛି। ଆପଣ ସବୁବେଳେ ଏମିତି ଲଣ୍ଡିତ ବା ମୁଣ୍ଡନ କରିକି ରୁହନ୍ତି ଆପଣ କ'ଣ ଭାବୁଛନ୍ତି ମୁଁ ଆଜନ୍ମ ଲଣ୍ଡା ବୋଲିକି? ନା ମତେ ଚୁଟି କମ ଅଛି ବୋଲି ନା ଜାଣି ଶୁଣି କରନ୍ତି? ନାଇଁ, ଦିନ ଭରପୁର ଥିଲା ଆଜ୍ଞା, ଭରପୁର ଥିଲା। ଆଉ କାହିଁକି କଲି ତାକୁ ମୂଳରୁ ଦୁଃଖ କଥା ଗୁଡ଼ା କହିବି ନାହିଁ, କିନ୍ତୁ ଆପଣ ଖାଲି ଏତିକି ଜାଣିଥାନ୍ତୁ ଯେ ମୁଁ ଆଜନ୍ମ ଲଣ୍ଡା ନଥିଲି। ଇଏ ହେଉଛି ସମୟର ଖେଳ, ସବୁ ସମୟର ଖେଳ ବାବା, ସମୟର ଖେଳ। ଦେଖୁଛ ମୋ ଲଣ୍ଡା ମୁଣ୍ଡ ଦିନେ ଭର୍ତ୍ତି ଥିଲା ବାଳ, ସମୟର ଖେଳ ବାବା, ସମୟର ଖେଳ। କେଡ଼େ କଷ୍ଟେ ବୋପା ଧନ କଲା ଉପାର୍ଜନ, କଲା ଉପାର୍ଜନ। ସେ ଏକା ଜାଣିଛି ତାର ଝାଳ ବୁହା ଧନ, ଝାଳ ବୁହା ଧନ। ହେଲେ ପୁଅ ତାର ଧନ ଦେଇ ଜିମି ଯାଇ ବୁହଉଛି ଝାଳ, ସବୁ ସମୟର ଖେଳ ବାବା, ସମୟର ଖେଳ। ଆପଣଙ୍କ ବ୍ୟକ୍ତିତ୍ୱ ଟିକେ ନିଆରା। ଯେମିତି ଆପଣ ଲଣ୍ଡିତ ମସ୍ତକ କଥା ଆମେ କଥା ହଉଛେ, କିନ୍ତୁ ଭରପୁର ନିଶ ଆପଣଙ୍କର ଅଛି, ଜିନ୍ସ ପ୍ୟାଣ୍ଟ ଉପରେ କୁର୍ତ୍ତା, ତାପରେ ତ ଗୋଟେ ଚମତ୍କାର ବ୍ୟକ୍ତିତ୍ୱ, ଟିକେ ନିଆରା ବ୍ୟକ୍ତିତ୍ୱ ଲାଗନ୍ତି ଆପଣ। ମୋତେ ଭଲ ଲାଗେ ଯାହା ଯାହା ପିନ୍ଧିଛି, ଆଉ ତାହା ଯଦି ଲୋକଙ୍କୁ ଭଲ ଲାଗିଛି, ଆପଣଙ୍କୁ ଭଲ ଲାଗିଛି, ତାହେଲେ ମୋ ପାଇଁ ସେଇଟା ଗୋଟେ ଭଲ କଥା। ଆପଣ ଯୋଉ 7 ଭାଇ 3 ଭଉଣୀ କଥା କହୁଥିଲେ, ମୁଁ ଗୋଟେ ଜାଗାରେ ଶୁଣିଥିଲି ଯେ ସବୁ ABCD EFG ଭାବରେ ଆଲଫାବେଟ୍ ଭାବରେ ସବୁ ଭାଇମାନଙ୍କର ନାଁ ଦିଆ ହେଇଛି। ତ ନାଁ ଦେଲା ବେଳେ ବାପା ମା କ'ଣ ଏମିତି ବିଚାର କରନ୍ତି, ବାଛନ୍ତି ଯେ ମୋର କେତେଟା ଛୁଆ ହବ, ମୁଁ A ପରେ B, B ପରେ C, C ପରେ D ଦେବି? ଆମେ ଯେଉଁ 7 ଭାଇ, ବାପା ବଡ଼ ଭାଇ ନାଁ ଦେଲେ ଆନନ୍ଦ ଆନନ୍ଦ ଏରେ, ତାପରେ ବିରେ ଦେଲେ ବିଭବ ଆନନ୍ଦ, ସିରେ ଦେଲେ ଚିରାନନ୍ଦ, ଡିରେ ଦେଲେ ଦେବାନନ୍ଦ, ଇରେ ଦେଲେ ଏକଦାନନ୍ଦ, ଏଫରେ ଫତୁରାନନ୍ଦ ଦେଇଥିଲେ, ପୁଣି ତାକୁ ଫଣିପତ୍ୟାନନ୍ଦ କରିଦେଲେ। ଆଉ ମୁଁ ଜିରେ ଜ୍ଞାନାନନ୍ଦ, ସେଇଟା ସ୍କୁଲ ଆଡମିସନ ବେଳେ ଦେଇଦେଲି। ଜ୍ଞାନାନନ୍ଦକୁ ଆପଣ ସର୍ଟ କରିକି ଜ୍ଞାନ ହତା ନନ୍ଦ କରିଦେଇଛନ୍ତି। ହତ୍ୟା ଦିଟା ସାଙ୍ଗିଆ କାଳେ ଟାଙ୍ଗିଆ ଭଳିଆ ବାଡ଼ିଆ ବାଡ଼ି ହେବେ, ମୋ ନାଁଟାକୁ କେବଳ ଜ୍ଞାନ ହତ୍ୟା କରିଦେଇଛି। ସୌଦାମିନୀ ହୋତା ଆଚ୍ଛା, ଆପଣ ଡରୁଥିବା ସବୁଠାରୁ 1 ନମ୍ବର ବ୍ୟକ୍ତିତ୍ୱ କି? ହଁ, କେତେଟା କଥାରେ ଡରେ। ଆଉ ସେ ହେଉଛନ୍ତି ଘର ଲକ୍ଷ୍ମୀ, ପ୍ରକୃତ ତାକୁ ଡରିଲେ ହିଁ ଘରେ ଲକ୍ଷ୍ମୀ ବିରାଜମାନ କରନ୍ତି, ଆଜ୍ଞା ସରସ୍ୱତୀ ବି ରହନ୍ତି। ଆଜ୍ଞା। ଯଦି ସ୍ତ୍ରୀକୁ ଜଣେ ଡରିବା କଥା ନୁହେଁ, ସମ୍ମାନ ଦେବା ଉଚିତ। ମୁଁ ଅନେକ ସମୟରେ ତାକୁ ଡରିବା କହିବିନି, ତାଙ୍କର ଅନେକ କଥାକୁ ନେଇକି ମୁଁ ତାକୁ ସମ୍ମାନ ଦିଏ। ସ୍ତ୍ରୀଙ୍କ ପାଇଁ ଆପଣ ତାଙ୍କୁ ଖୁସି କରିବା ପାଇଁ, ତାଙ୍କୁ ସମାଲୋଚନା କରିବା ପାଇଁ ବିଭିନ୍ନ ଉପାୟରେ କଲମ ଚାଳନା କରିଛନ୍ତି, ଲେଖନୀ ଚଳାଇଛନ୍ତି। ତ ସ୍ତ୍ରୀଙ୍କ ପ୍ରତି ଆପଣଙ୍କ ଲେଖନୀ ଏତେ ମୁଖର କାହିଁକି ହୁଏ? ଗୋଟେ କଥା ଖାଲି ଚିନ୍ତା କରନ୍ତୁ, କେଉଁଠି ସ୍ତ୍ରୀଟି ମୋର ଲକ୍ଷ୍ୟ ନୁହେଁ, ସେ ଉପଲକ୍ଷ୍ୟ ମାତ୍ର। ଆପଣ ଯଦି କହିବେ ଆପଣ ନିଜ ସ୍ତ୍ରୀକୁ ନେଇକରି କାହିଁକି ଲେଖୁଛନ୍ତି, ବୋଲେ ଆଉ କାହା ସ୍ତ୍ରୀକୁ ନେଇକି ଲେଖି ସମାଲୋଚନା କରିହେବନି। ହେବନି, ତ ମୁଁ ମୋ ନିଜ ସ୍ତ୍ରୀକୁ ନେଇକି ଲେଖେ। ତ କେମିତି ବିଦ୍ରୂପ କରନ୍ତି, ବ୍ୟଙ୍ଗ କରନ୍ତି ସ୍ତ୍ରୀ ନାଁରେ? ଗୋଟେ ସମୟରେ ଜଣେ ଭୂତପୂର୍ବ ମୁଖ୍ୟମନ୍ତ୍ରୀଙ୍କ ଦେହାନ୍ତ ହେଇଗଲା, ମୋତେ ସେଠି ଡାକିଲେ। ମୁଁ ସେତେବେଳେ ଡୁଆ ଡୁଆ ଲେଖୁଥାଏ, ମାନେ ବ୍ୟଙ୍ଗ କବି ଭାବେ ଟିକେ ପରିଚିତି ଆସିଥାଏ। ମୋତେ ଜଣେ ଜବରଦସ୍ତି ନେଇକି ଗଲେ ସେଠି। ମୁଁ ସେଠି ଯାଇକରି କହିଲି, ଆଜ୍ଞା ମୁଁ କ୍ଷମା କରିବେ, ମୁଁ ତ ପତ୍ନୀକୁ ନେଇକି ଲେଖେ, କିନ୍ତୁ ବିଷୟକୁ ଆଣିବି ମୁଁ। ଆଗ ଘରଣୀ ମୋ ହୃଦୟ ରାଣୀ, ତମର ମୋର ପ୍ରୀତି ଏମନ୍ତ, ତମେ ଶକୁନ୍ତଳା ମୁଁ ଦୁଷ୍ମନ୍ତ। ପୁରାଣ କାଳର ପିରତି ଆମ, ତମେ ମୋ ଜାନକୀ ମୁଁ ତମ ରାମ। ଟେକି ଥମଣି କହେ ଘରଣୀ, ଦେତ ପାଡ଼ି ପୋଡ଼ା କେତେ ଗରଜୁ, ପୁରୁଣା କାଳିଆ ପିତିକି ଭଜୁ, ମୁଁ ହେଲେ ଜାନକୀ ତୁଇ ମୋ ବିଜୁ। ଓ ଜାନକୀ ବିଜୁକୁ ଜି ଥିବା ଯାକ କରିବି ରଣ, ମରିଗଲେ ତୋର ଗାଇବି ଗୁଣ। ଆଉ ସବୁଠୁ ଭଲ କଥାଟେ, ମୁଁ ଏଠି ଜାନକୀ ବାବୁଙ୍କୁ ପ୍ରଣାମ ଜଣାଇବି, ସେ ମୋତେ ବାହାରେ ଆସିକି କୁଢ଼େଇକି ଧରି ପକାଇଥିଲେ, ଆଉ ତାଙ୍କୁ ବ୍ୟଙ୍ଗ କରାହେଇଥିଲା। ସେ ସମୟରେ ନେତାମାନେ ବ୍ୟଙ୍ଗକୁ ସହୁଥିଲେ। ଆପଣ ଦେଖିବେ, ଆମେ ଯେତେବେଳେ ପଢ଼ୁ ବିଭିନ୍ନ ବୀରବଲଙ୍କର କାହାଣୀ ପଢ଼ୁ, ସେ ବ୍ୟଙ୍ଗ ବିଦ୍ରୂପର କଥା ସେଥିରେ ଥାଏ। ଫତୁରାନନ୍ଦଙ୍କ କାହାଣୀ ପଢ଼ୁ, ସେଥିରେ ବ୍ୟଙ୍ଗର କଥା ଥାଏ। ଆପଣ ଗୋଦାବରୀଶ ମହାପାତ୍ରଙ୍କର ନିଆଖୁଣ୍ଟା କଥା କହିବେ, ଯେ ସେଥିରେ ବ୍ୟଙ୍ଗ ବିଦ୍ରୂପ ମାଧ୍ୟମରେ ସେ କେମିତି ସରକାରଙ୍କୁ ଚେତେଇ ଦେଉଥିଲେ। କାରଣ ସମାଲୋଚନା ଯେଉଁ ସାହିତ୍ୟର ଗୋଟେ ଦିଗ ଅଛି, ତାକୁ ବ୍ୟଙ୍ଗ ବିଦ୍ରୂପକୁ ଛାଡ଼ିଦେଲେ ସେ ଅଧୁରା ରହିଯିବ। ତେଣୁ ଆପଣ ଏଇ ଦିଗଟିକୁ ବାଛିଲେ କି? କେଉଁଥିପାଇଁ ବାଛିଲି ମୁଁ ଜାଣିନି। ଯାଉ ଯାଉ ଗୋଟେ ଜାଗାରେ ପହଞ୍ଚିଲି, ତାକୁ ବ୍ୟଙ୍ଗ କୁହାଯାଏ ମୁଁ ପରେ ଜାଣିଲି। ଅନେକ ସମୟରେ ମୋତେ କେହି କେହି ପଚାରନ୍ତି ଯେ ଆଜ୍ଞା ଏ ବ୍ୟଙ୍ଗଟା କ'ଣ, ବ୍ୟଙ୍ଗ ବିଷୟରେ କିଛି କହିବେ। ମୁଁ କହିଲି ବ୍ୟଙ୍ଗ ବିଷୟରେ ମୁଁ କହିପାରିବିନି। ମହୁଟା ସେଇଟା ବାତନାଶକ କି ପିତ୍ତନାଶକ କି କଫନାଶକ, ସେଇଟା କ'ଣ ମହୁମାଛି କହିବ? ବ୍ୟଙ୍ଗକାର ସେ କଥା କହିପାରେନି, ତାକୁ ଭାଗ ମାପ କରିକି ଯାଏନି। କିନ୍ତୁ ଏତିକି କଥା, ବ୍ୟଙ୍ଗ କଲାବେଳେ ମୁଁ କ୍ଷମତାଧରଙ୍କୁ ବ୍ୟଙ୍ଗ କରିଥାଏ, ଦୁର୍ବଳଙ୍କୁ ବ୍ୟଙ୍ଗ କରିବା ଉଚିତ ନୁହେଁ। ତ ଆପଣଙ୍କ ବ୍ୟଙ୍ଗର ପ୍ରମୁଖ ଚରିତ୍ର ଗୁଡ଼ିକ
ପ୍ରାୟତଃ ରାଜନେତା ହେଇଥାନ୍ତି, ସମାଜର ଉଚ୍ଚ ସ୍ଥାନରେ ଥିବା ଲୋକ ହେଇଥାନ୍ତି, ତ କାହିଁକି ଦେଶର ଉନ୍ନତିର ଦାୟିତ୍ୱ ଯେଉଁମାନଙ୍କ ପାଖରେ ଅଛି ସେମାନେ ଯଦି ଦେଶର କାମରେ ନ ଆସୁଛନ୍ତି ବରଂ ସେମାନେ ଖୁସି ହେବା କଥା ଯେ ସେମାନେ ବ୍ୟଙ୍ଗକାରର କାମରେ ଆସୁଛନ୍ତି। ଆପଣଙ୍କର ସର୍ବୋତ୍କୃଷ୍ଟ ସର୍ବଶ୍ରେଷ୍ଠ ଶାଣିତ ବ୍ୟଙ୍ଗ ନେତାମାନଙ୍କ ପାଇଁ କୋଉଟା ଥିଲା? ଆପଣଙ୍କ 7ଟା ପୁଅ ସର୍ବଶ୍ରେଷ୍ଠ ପୁଅ କୋଉଟା କହିବା କଷ୍ଟ ହେବ, ତଥାପି ଯେଉଁଟା ବହୁତ ଚର୍ଚ୍ଚିତ ଯେଉଁ ପୁଅ ଟିକେ ନାଁ କରିଥିଲା ତା ନାଁ ହେଉଛି କାହିଁ ବକୁଛ କ'ଣ ନୂଆ ଦେଖୁଛ। ଏଥିରେ ମୁଁ ସମସ୍ତଙ୍କୁ ବ୍ୟଙ୍ଗ କରିଥିଲି। ଆଜ୍ଞା ମୁଁ ସବୁବେଳେ ନିଶା ଖାଇ ଟେର ଏ ଦୁନିଆର ବଦନାମ ମୋର ଢେର। ମୁଁ ନିଶାରେ ଚାଲିଛି ଟଳି ଟଳି ଗୋଟାଏ ଗୁଣ୍ଠୁଣି ହାତୀ ଭଳି। ସିଆଡ଼ୁ ଆଇଲେ ଜଣେ ହାକିମ ନିଶାରେ ଥାଇବି କଲି ସଲାମ। ହାକିମ କହିଲେ କ'ଣ କିରେ ଚାଲିଛୁ ଏମିତି ଧୀରେ ଧୀରେ, ଏ ଚାଲିବାର କୋଉ ଷ୍ଟାଇଲ? କହିଲେ କାହିଁ ବକୁଛ କ'ଣ ନୂଆ ଦେଖୁଛ? କାହିଁ ବକୁଛ କ'ଣ ନୂଆ ଦେଖୁଛ? ତମ ଅଫିସରେ ପରା ୟାଠୁ ଧୀରେ ଆହୁରି ଧୀରେ 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 ଚାଲୁଛନ୍ତି ସବୁ ଫାଇଲ। ହକ କହିଲେ ହାକିମ ଡରେ, ହାକିମ ଚାଲିଲେ ନିଜ ବାଟରେ। ତାପରେ ଆସିଲେ ଗଦି ଗଦ୍ଦାର ହୋଇ ଏକାକାର ଯୁଗଳ ମୂର୍ତ୍ତି ଯନ୍ତ୍ରୀ ଠିକାଦାର। ଯନ୍ତ୍ରୀ କହିଲେ ଠିକାଦାରକୁ, ଦେଖ ନିଶାରେ ଲୋକଟା ଝୁଲୁଛି, ଦେଖ ନିଶାରେ ଲୋକଟା ଝୁଲୁଛି। କହିଲେ କାହିଁ ବକୁଛ କ'ଣ ନୂଆ ଦେଖୁଛ? 6 ମାସ ଆଗରୁ ଗଢ଼ିଥିଲ ପୋଲ ଯାଉନ ଦେଖିବ ପୋଲଟା କେମିତି ହଲୁଛି। ଏଥର ସେଠୁ ହେଲେ ପାର ଯନ୍ତ୍ରୀ ଠିକାଦାର। ତାପରେ ଆସିଲେ ଡାକ୍ତର, କହିଲେ ଆବେ ହେ ମଦୁଆ ଦେଖି ଚାହିଁ ପିଆ ପିଇ କର। କହିଲେ କାହିଁ ବକୁଛ କ'ଣ ନୂଆ ଦେଖୁଛ? ଏଠି ତମେ ମସଗୁଲ ମୁଁ ମସଗୁଲ, ମସଗୁଲ ହେବା କି ଭୁଲ? ମୁଁ ନିଶାରେ ମସଗୁଲ, ତମେ ପଇସାରେ ମସଗୁଲ। ମୁଁ ନିଶାରେ ମସଗୁଲ ତ ଜାଣିପାରେ ନା କିଏ ଆମାଶୟ କିଏ ହଇଯା, ଆଉ ତମେ ପଇସାରେ ମସଗୁଲ ତ ଜାଣିପାର ନା କିଏ ସେ ନର୍ସ କିଏ ଭାଡ଼ିଯା। ଓ ମାଇ ଗଡ୍। ଚାଲିଗଲେ ଡାକ୍ତର, ଆସିଲେ ମନ୍ତ୍ରୀ ବର, କହିଲେ ରେ ମଦ୍ୟପ ଯଦି ଏଭଳି ନିଶା ସେବନ କରିବ ନିଶ୍ଚୟ କୋଉ ଫୁଟପାଥ କି ନାଳୀରେ ପଡ଼ି ମରିବ। ଓଡ଼ିଆ ରାଗିଗଲେ ଟିକେ ହିନ୍ଦୀ କହେ, मैं भी नशे में तुम भी नशे में, मैं हुस्की के तुम कुर्सी के। ମୁଁ ବି ନିଶାରେ ତମେ ବି ନିଶାରେ, ମୁଁ ମଦ ନିଶାରେ ତମେ ପଦ ନିଶାରେ। ହେ ମନ୍ତ୍ରୀ ବର ହେ କ୍ଷମତା ଧର, ଏତେ ଭାଷଣ ଝାଡୁଛ, ମରିବା କଥା କହୁଛ, ବୁଝିଛ କି ଗୀତା ସାର? ଦିନେ ମୁଁ ମରିଯିବି ତମେ ମରିଯିବ, ହେଲେ ମୁଁ ମରିଗଲେ ଦେଶ ତରିଯିବେ, ଆଉ ତମେ ମରିଗଲେ ପୁରା ଦେଶ ତରିଯିବ। ଶେଷ ପଦକ ଶୁଣ, ମୁଁ ମରିବି ଆଉ ନିଶ୍ଚୟ ମରିବି କୋଉ ଫୁଟପାଥ କି ନାଳୀରେ। ତମେ ମରିବ ଆଉ ଅଲବତ ମରିବ ହୃଦରୋଗ କି କେଉଁ ଦେଶଭକ୍ତର ଗୁଳିରେ, କେଉଁ ଦେଶଭକ୍ତର ଗୁଳିରେ, କେଉଁ ଦେଶଭକ୍ତ। ଚମତ୍କାର ଚମତ୍କାର ଚମତ୍କାର। ସ୍ତମ୍ଭକାର ଭାବରେ ମଧ୍ୟ ଆପଣଙ୍କର ନାଁ ଅଛି, ଆପଣ ଲେଖନ୍ତି। ଗୋଟେ ସ୍ତମ୍ଭକାରର କଥା ହେଉଛି ଯେ ସାମ୍ପ୍ରତିକ ଘଟଣାବଳୀରୁ ସେ କିଛି ଜିନିଷ ଦିଏ ଆଉ ତାକୁ ଲେଖେ, ନିଜ ଉଦ୍ୟମ କରେ। ତ କେମିତି ବାଛନ୍ତି ଆପଣ ବିଷୟବସ୍ତୁ ଗୁଡ଼ାକ? ଯେମିତି ଆତ୍ମହତ୍ୟା, ଆତ୍ମହତ୍ୟାକୁ ନେଇକି ଗୋଟେ ଲେଖାଯାଇପାରେ। ଆଉ ଈଶ୍ୱର ଦେଖନ୍ତୁ, ମୁଁ ଈଶ୍ୱରକୁ ବିଶ୍ୱାସ କରେ, ସେ ଆମକୁ ସେ ବିଷୟ ଯୋଗାଇ ଦିଅନ୍ତି ବି। ଯେତେବେଳେ ଯେଉଁ ଘଟଣା ଘଟେ, ମୋତେ ଏ ପ୍ରସଙ୍ଗରେ ଗୋଟେ ଲେଖିବାର ଇଚ୍ଛା ଥିଲା। ମୁଁ ଦିନ ରାତିରେ ଫେରୁଛି ଗୋଟେ ପ୍ରୋଗ୍ରାମ୍ ଛାଡ଼ିକିରି, ଏ ଯେଉଁ ଧବଳେଶ୍ୱର ବ୍ରିଜ୍ ଅଛି, ସେ ବ୍ରିଜ୍ କ୍ରସ୍ କଲା ବେଳକୁ ଆମେ ରାତି 12:30 ପ୍ରାୟ। ସେଠି ଗୋଟେ ପିଲାକୁ ଦେଖିଲି, 20-21 ବର୍ଷର ପିଲା। ମୋତେ ଟିକେ ସନ୍ଦେହ ହେଲା, ତାର ଚାଲି ଚଳନ ସେଠି ଗୋଟେ ସନ୍ଦେହଜନକ। ସେ ଆର ସାଇଡ଼୍ରେ ଚାଲୁଛି, ମୁଁ ଗାଡ଼ି ଅଟକେଇବା ପାଇଁ କହିଲି, ଆଉ ସେ ପିଲାକୁ ଦେଖିଲି। ଅବଜର୍ଭ କଲା ପରେ ଜାଣିଲି ଯେ ଏ ପିଲା କିଛି ଗୋଟେ କରିବା ପାଇଁ ଆସିଛି। ମୁଁ ତା ପାଖକୁ ଗଲି, ମୋତେ ଚିହ୍ନିଲା ଚିହ୍ନିଲା ଭଳିଆ ଲାଗିଲା। ପିଲାଟାକୁ ପାଖକୁ ଡାକିଲି, ବୋଲେ କ'ଣ ହେଇଛି ବାବା? ଆଖି ଛଳଛଳ ହେଇଯାଉଛି। ବୋଲେ ପଚାରୁଛି କ'ଣ ହେଇଛି, କେବଳ ଆଖି ଛଳଛଳ ହେଉଛି। ପଚାରିଲେ ବାପା କିଛି କହିଲେ? ବୋଉ କ'ଣ କହିଲେ? କେଉଁ ସାର୍ କ'ଣ କହିଛନ୍ତି? ମୁଁ ତାପରେ ବୁଝିଗଲି ପ୍ରେମ ବ୍ୟାପାର। ପ୍ରେମ ବ୍ୟବହାର। ମୁଁ ପଚାରିଲି, କହିଲି ବ୍ରେକଅପ୍ ହେଇଛି? ହଁ ସାର୍। ବୋଲେ କ'ଣ ହେଇଛି? ଆରେ ଆଉ ଜଣଙ୍କ ପାଇଁ ତୁ ଏଠି ଆସିକି ରାତି ଅଧରେ କାହିଁଠି ଆଇଛୁ? କହିଲା ନାଇଁ ସାର୍, 5 ବର୍ଷ ହେଲା ମୁଁ ତାକୁ ଭଲ ପାଉଥିଲି, ତା ଆଖିରେ ସବୁଠୁ ସୁନ୍ଦର ମୁଁ ଥିଲି। ମୋତେ ସେ ଭାଲେଣ୍ଟାଇନ୍ ଡେରେ ଘଣ୍ଟା ଦେଇଥିଲା, ଆଉ ଗୋଟେ ଜନ୍ମଦିନରେ ମୋତେ ମୋବାଇଲ ଦେଇଥିଲା। ବୋଲେ 5 ବର୍ଷ ହେଲା ତୋତେ ସେ ଭଲ ପାଉଥିଲା। ତୋ ବୟସ କେତେ ହେଲା ବାବା? କହିଲା 21 ବର୍ଷ। ମୁଁ 21 ବର୍ଷ ଭିତରେ ତୋ ବଡ଼ ଭାଇ, ବଡ଼ ଭଉଣୀ, ତୋ ବାପା, ଏମାନେ ତୋତେ କେହି ଭଲ ପାଇନାହାନ୍ତି? ଆରେ 21 ବର୍ଷ ତ ଦୂରର କଥା, ତୁ ଜନ୍ମ ହେବା ପୂର୍ବରୁ ତୋତେ ଗର୍ଭରେ ରଖିଥିଲା ବେଳେ ଗୋଟେ ମା ଭଲ ପାଇବା ତୋତେ ଆରମ୍ଭ କରିଥିଲା, ଯିଏ ତୋତେ ଦେଖିନଥିଲା। ପ୍ରଥମ ଦେଖାରୁ ଭଲ ପାଇଲୁ ତାକୁ, ସେ ମାଆକୁ ଭୁଲି ଯାଉଛୁ। ଆଉ କ'ଣ କହିଲୁ? ତା ଆଖିରେ ତୁ ସବୁଠୁ ସୁନ୍ଦର। ତୁ ଆଉ କାହା ଆଖିରେ ସୁନ୍ଦର? ଦର୍ପଣ ସାମ୍ନାରେ ଠିଆ ହେଲୁଟି। ଯଦି ସେଠି ବି ଭଲ ନ ଲାଗିଲୁ, ମା ସାମ୍ନାରେ ଠିଆ ହେଇଯାଇଥାନ୍ତୁ। ତୁ ମା ଆଖିରେ ନିଜକୁ ଦେଖ। ଆଉ ଯେଉଁ
ତୋତେ ଗିଫ୍ଟ ଦେଇଥିଲା ଘଣ୍ଟା ମୋବାଇଲ, ତୋ ବାପା କ'ଣ ଚଲାଉଛନ୍ତି ରେ ବାବା ଏବେ? କହିଲେ ସାଇକେଲ ପେଲୁଛନ୍ତି। ମୁଁ କହିଲି ଯେଉଁ ଦାବି ଗାଡ଼ିଟା ଧରିକି ସେଠି ଷ୍ଟାଣ୍ଡ ମାରିକି ଆସିଛୁ, ତୋ ବାପା ସାଇକେଲ ଚଲେଇକି ସେଟା କିଣି ଦେଇଛନ୍ତି, ନିଜେ ଚିରା ଜାମା ପିନ୍ଧିକିରି ତୋତେ ପ୍ୟାଣ୍ଟ ସାର୍ଟ ପିନ୍ଧେଇଛନ୍ତି, ସେ ବାପାଙ୍କୁ ଭୁଲି ଯାଉଛୁ। ତ ଆତ୍ମହତ୍ୟା କରିବା ପୂର୍ବରୁ ଥରେ ଏକଥା ତ ମୁଣ୍ଡରେ ପଶିଲା ନାହିଁ। ବୁଝିଗଲା ପିଲାଟି। ଥ୍ୟାଙ୍କ ୟୁ। ଜଣଙ୍କର ଜୀବନ ବଞ୍ଚିବାରେ ସହାୟକ ହେଲା, ଆଉ ଏଇ କଥା ମାଧ୍ୟମରେ ଆଉ କିଛି ଜୀବନ ବି ଯଦି ବଞ୍ଚି ଯାଇପାରିବ। ଆଚ୍ଛା, ଆପଣ ଅଭିନୟ ବି କରିଛନ୍ତି? ମୁଁ ମଞ୍ଚରେ ଅଭିନୟ କରିଛି। ମୁଁ ଅଭିନୟ କରିବା ପାଇଁ ଆସିଥିଲି, ପ୍ରଥମେ ଆକାଶବାଣୀକୁ ଯାଇଥିଲି। ଆକାଶବାଣୀରେ ଅଡ଼ିସନ୍ ଗୋଟେ ହୁଏ, ଡ୍ରାମା ଅଡ଼ିସନ୍, ମୁଁ ଦେଇଥିଲି। ସେଦିନ ଆମେ 3 ଜଣ ଶେଷ ପର୍ଯ୍ୟାୟକୁ ଯାଇଥିଲୁ। ସେ 2 ଜଣଙ୍କ ନାଁ ନେବି ନାହିଁ, ବିଶିଷ୍ଟ ଲୋକ ସେମାନେ। 2 ଜଣ ରହିଗଲେ, ମୁଁ ରହିଗଲି। ମୋତେ ତାପରେ ଗୋଟେ ଚିଠି ଆସିଲା, ୟୋର ଭଏସ୍ ଇଜ୍ ଗୁଡ୍ ବଟ୍ ଇଟ୍ ଇଜ୍ ନଟ୍ ଫର୍ ଆୱାର ପର୍ପୋଜ୍। ପୁସ୍ତକ ମେଳା ଚାଲିଥାଏ ସେଦିନ ସନ୍ଧ୍ୟାରେ, ସେଇଦିନ ହିଁ ସନ୍ଧ୍ୟାରେ ମୁଁ ସେଠିକି ଯାଇଥିଲି କବିତା ପଢ଼ିବା ପାଇଁ। ସେ ସମୟରେ ପ୍ରାୟତଃ କବିମାନେ କାଗଜ ଧରିକି ପଢ଼ୁଥିଲେ। ମୁଁ ବିନା କାଗଜରେ ଯାଇକରି ସେଠି ଗୋଟେ କବିତା ପଢ଼ିଥିଲି। ଉପରେ ଆକାଶ ତଳେ ବସୁଧା, ଷଣ୍ଢ ଗାଈ ମିଶି କଲେ ବସୁଧା, ଷଣ୍ଢ କହେ ଚାଲି ଯିବା ସହର ଗଢ଼ିବା, ସେଠାରେ ନୂଆ ସଂସାର, ସହରରେ ଅଛି ସବୁ ବ୍ୟବସ୍ଥା, ତୁ ହେବୁ ନେତ୍ରୀ ମୁଁ ହେବି ନେତା, ତୁ ଗାଈ ମାଇ ମୁଁ ଷଣ୍ଢ ଦାଦା, ଆମ ଲାଗି ରାଜନୀତି ସୁବିଧା, ଉପରେ ଆକାଶ ତଳେ ବସୁଧା। ଶୁଣିଲା ପରେ ବ୍ରଜମୋହନ ମହାନ୍ତି ସଭାପତିତ୍ୱ କରୁଥିଲେ। ମୋତେ କହିଲେ, ଏମିତି କେତେ କବିତା ଲେଖିଛନ୍ତି ଆପଣ? ଫୁଟାଣି ଗୋଟେ କବିତା ହିଁ ଲେଖିଛି। ତ ତାପରେ ସେ ମୋତେ ଡାକିଲେ, ମୁଁ ଇତ୍ୟାଦି ସେଠି କାମ ଆରମ୍ଭ କଲି। ରେଡ଼ିଓରେ କଲା ପରେ କିଛି ମଞ୍ଚ ନାଟକ କରିଛି, ଗୋଟେ ସିନେମାରେ ଅଭିନୟ କରିଛି, ସତ୍ୟମେବ ଜୟତେ, ବସନ୍ତ ସାହୁ ନିର୍ଦ୍ଦେଶିତ। କ'ଣ ଭୂମିକା ଥିଲା? କବି ଆଉ ସାମ୍ବାଦିକ ଭୂମିକାରେ। ମୁଁ ହିରୋକୁ ଇନ୍ସପାୟାର କରୁଛି। ଆକାଶ ଦାସ ନାୟକ ସେଥିରେ ହିରୋ ଥିଲେ, ସେଥିରେ ବି କବି ଭୂମିକାରେ ଥିଲି। କବିତା ହିଁ ଥିଲା ସେଥିରେ। ମୁଁ ସବୁ କଥା କବିତାରେ ହିଁ କହୁଥିଲି। ଯେତେବେଳେ ତାକୁ ଉତ୍ସାହିତ କରିବାର ଅଛି, ଗାନ୍ଧୀଙ୍କୁ ଦେଖେଇଙ୍କ ପାଖକୁ ଯାଇଛୁ, ସେତେବେଳେ ଗାନ୍ଧୀଙ୍କୁ ଦେଖିକି କହିଛି, ଗାନ୍ଧୀ ହେ ତମ ଦେଶରେ ରାକ୍ଷସ ଗୁଡ଼ା ବୁଲୁଛନ୍ତି ଦେଖ ମହାପୁରୁଷଙ୍କ ବେଶରେ। ଏମିତି କହିକିରି ତାକୁ ଗାନ୍ଧୀବାଦୀ କରେଇଛି। ସେ କ୍ରମଶଃ ଉତ୍ସାହିତ ହେଇଛନ୍ତି। ତାପରେ ନେତାମାନଙ୍କୁ ସେଠି ବ୍ୟଙ୍ଗ କରିଛି। କମ୍ 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 କଳୁଷ ବର୍ଦ୍ଧକମ୍ କଳି କାଳ କୁପୁରୁଷମ୍, ଖମ୍ 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 ଖଦଡ଼ଧାରୀ ଖଳୁ ଖଳ ନାୟକମ୍, ଗମ୍ 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 ଗୋବର ଗଣେଶମ୍ ଗୁଣ୍ଡା ଗାଲୁ ଆଦି ରୂପମ୍, ଘମ୍ 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 ଘୋର ଦୁର୍ନୀତିକାରୀ ଘୋର ଘୋଟାଲ କାରକମ୍, ଚଂ 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 ଚେଲା ଚାମଣ୍ଡାଧାରୀ ଚତୁରାତି ଚତୁରମ୍, ଛଂ 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 ଛତରାଧରାଦି ଛତ୍ର ଛାୟା ପ୍ରଦାୟକମ୍। ଏସବୁ କରିକି ତାକୁ ଉତ୍ସାହିତ କରିଛି। ଏମିତିଆ ଗୋଟେ ଭୂମିକା କରିଥିଲି। ଶବ୍ଦରେ ଭାରି ଧନୀ ଆପଣ। ତ ଶବ୍ଦ ଗୁଡ଼ାକ ଆପେ ଆପେ ଗୁନ୍ଥି ହେଇଯାଆନ୍ତି ନା ବହୁତ ଭାବିବା ପାଇଁ ପଡ଼େ, କସରତ କରିବା ପାଇଁ ପଡ଼େ? ଆପଣ ସମୁଦ୍ର ଭିତରକୁ ନ ବୁଡ଼ିଲେ ସେ ଶବ୍ଦର ସାମୁକାକୁ ଧରିପାରିବେନି। ଆଉ ସବୁବେଳେ ତାକୁ ଚିନ୍ତନ କରେ। ଏମିତିକି ମୁଁ ମୋ ବ୍ୟାକଗ୍ରାଉଣ୍ଡ ଜାଣିଛନ୍ତି, ମୁଁ ସାହିତ୍ୟର ଷ୍ଟୁଡେଣ୍ଟ ନୁହେଁ। ମୋର ଅଙ୍କ ଭଲ ହେଉନଥିଲା। ଘରେ ଗୋଟେ ବାଧ୍ୟ କରିକି ମୋତେ କମର୍ସ ପଢ଼େଇଲେ, କାରଣ କେଉଁ ଭାଇ ପଢ଼ି ନଥିଲେ କୁଆଡ଼େ, ସେଥିପାଇଁ ମୁଁ ପଢ଼ିବା କଥା। ବେଳେବେଳେ ବାପା ମାଆଙ୍କର ଅବଶୋଷ ଥାଏ ଯେ ତାଙ୍କ ସ୍ୱପ୍ନକୁ ପିଲାଙ୍କ ମାଧ୍ୟମରେ ପୂରଣ କରିବେ। ମାଧ୍ୟମରେ ପୂରଣ କରିବେ। ଯେତେବେଳେ ସ୍କୁଲରେ ସାର୍ ପଢ଼ାଉଛନ୍ତି, ଥରେ ମୋ ଛୋଟବେଳେ ମୋର ମନେ ଅଛି ଯେ 23ରୁ 8 ଫେଡ଼ିବ। ଶୁଣ, 23ରୁ କେମିତି 8 ଫେଡ଼ିବ? 3ରୁ 8 ଯାଇପାରିବନି। ମୁଁ 3ରୁ ତ 8 ଯାଇପାରିବନି, ଏଠି ପଢ଼ାଉଛନ୍ତି କାହିଁକି? ତ 3 2କୁ ମାଗିବ। ମୋତେ ତ ଘରେ ବାପା କହିଛନ୍ତି, ବଡ଼ ଭାଇ ସାନ ଭାଇକୁ କିଛି ମାଗିବନି, ବଡ଼ ମାନେ ସାନକୁ କିଛି ମାଗନ୍ତି। 3 ବଡ଼ 3 ବଡ଼, ସେ 2କୁ କେମିତି ମାଗିବ? ମୁଁ ସେତେବେଳେ ବଡ଼ ଅଡ଼ୁଆରେ ପଡ଼ିଗଲି। ବୋଲେ ସ୍କୁଲରେ ଯେବେ ସାର୍ ପଢ଼ାନ୍ତି 23ରୁ ଫେଡ଼ 8, ସେତେବେଳେ ମୋତେ ଲାଗଇ ତ ଅତି ବିଚିତ୍ର ଅଙ୍କ ପାଠ। 3ରୁ 8 ଯାଇପାରିବନି, 3 2କି ମାଗିବ 1। ହୃଦୟଟା କେଡ଼େ ବିଶାଳ ନହେଲେ 2 ଜୀବନ ଦେବ ଅର୍ଦ୍ଧେକ। ମୁଁ ମୋର ସାହିତ୍ୟ ଚିନ୍ତାରେ ଅଛି। ପୁନଶ୍ଚ ଏ 3 ଅତିକାଗସ୍ଥରେ କରିଥିବ ଅନୁରୋଧ, ମନ ଅଭିଧାନ ଖୋଜୁଥାଏ ମୁହିଁ ମତାଣିଆ କିଛି ଶବ୍ଦ। 3କି ଯଦି ଧାରସୂତ୍ରରେ ଦେଇଥିବ କିଛି ଯଦି, ସେଥିପାଇଁ ତ ବି ଭାଷାଟା ହିଁ ଲୋଡ଼ା ଲେଖିବା ପାଇଁ ରସିଦି। ଇତିମଧ୍ୟ ସାର୍ ଫେଡ଼ା ଫେଡ଼ି ସାରି ଆଗେ ଯାଇଥାନ୍ତି ମାଡ଼ି, ଏ ସାହିତ୍ୟିକ ମୁଣ୍ଡେ ପଶେ ନାହିଁ କିଛି ଶବ୍ଦ ମାୟାରେ ପଡ଼ି। ମୁଁ ସେ ଶବ୍ଦ ମାୟାରେ ପଡ଼ି ଯାଇଥାଏ। ମନୋରଞ୍ଜନ କ୍ଷେତ୍ରରେ ଗୋଟେ ଷ୍ଟାଣ୍ଡଅପ୍ କମେଡିର ଧାରା ଆରମ୍ଭ ହୋଇଥିଲା। ଜାତୀୟ ସ୍ତରରେ ଆରମ୍ଭ ହେଲା, ଓଡ଼ିଶାରେ ଆରମ୍ଭ ହେଲା। ଆପଣ ମଧ୍ୟ ଏ ଧାରାରେ ସାମିଲ ହେଉଥିଲେ। ବିଭିନ୍ନ ବ୍ୟକ୍ତିତ୍ୱ ବହୁତ ଆଗକୁ ଗଲେ ଷ୍ଟାଣ୍ଡଅପ୍ କମେଡିରେ। ଓଡ଼ିଶାରେ ଏ ଧାରାଟା ଅଧିକ ବେଶୀ ଆଗକୁ ଗଲାନି କାହିଁକି? ବହୁତ ବଡ଼ ବଡ଼ କବି ଅଛନ୍ତି ଯେଉଁମାନଙ୍କ 4-5ଟାରୁ ଅଧିକା ସୃଷ୍ଟି ନାହିଁ, କିନ୍ତୁ ସେମାନେ 40 ବର୍ଷ ବଞ୍ଚିଛନ୍ତି। କିନ୍ତୁ ଓଡ଼ିଶାରେ ଆପଣ ଯାଇକରି କେଉଁଠିକି ଯିବେ? ରାଉରକେଲା ଯିବେ, ସମ୍ବଲପୁର ଯିବେ, ଏ ବର୍ଷ ଡାକିଛନ୍ତି, ପୁଣି ତା ବର୍ଷ ପର ବର୍ଷ ଡାକିବେ। ଗୋଟେ ଲୋକକୁ କେତେ ଦିନ ସହିବେ? ଗୋଟେ ବିଶେଷ କରି କମେଡ଼ି କରୁଥିବା ଲୋକ
5 ବର୍ଷ ଯଦି ତାର ଆୟୁଷ ହେଇଗଲା ନା ବହୁତ ଅଧିକା ହେଇଗଲା, କିନ୍ତୁ ଏ ମାଟିରେ 20 ବର୍ଷ 25 ବର୍ଷର ଆୟୁଷ ଯେଉଁମାନେ ରଖିଛନ୍ତି ସେଇ କମେଡ଼ିଆନ୍ ମାନଙ୍କୁ, ସେ କମେଡ଼ି କଳାକାରଙ୍କୁ ମୁଁ ଏ ମଞ୍ଚରୁ ପ୍ରଣାମ କରୁଛି। ଆପଣ ଦେଖିବେ ଯେ ପପୁ ପମ୍ପମ୍ଙ୍କ ପରି କମେଡିଆନ ମାନେ ସେମାନଙ୍କର କାର୍ତ୍ତି ମଞ୍ଚ ଉପରେ ଯେମିତି ଅଧିକ ରହୁଛି, ତ ଆପଣଙ୍କ ପରି ଯୋଉମାନେ ବ୍ୟଙ୍ଗ କବି ଯୋଉମାନେ ବି ହସେଇ ପାରିବେ ସେମାନଙ୍କର କାର୍ତ୍ତି ସେମିତି ରହେ କି? ଗୋଟେ ଷ୍ଟାଣ୍ଡଅପ୍ କମେଡ଼ିଆନ୍, ଗୋଟେ ବ୍ୟଙ୍ଗକାର ଆଉ ଗୋଟେ ହାସ୍ୟକାର ଭିତରେ ଗୋଟେ ଫରକ ଅଛି। ସେ ତା ପାଖରେ ସାମାଜିକ ପ୍ରତିବଦ୍ଧତା ରହିବା ଜରୁରୀ ନୁହେଁ, କିନ୍ତୁ ଗୋଟେ ବ୍ୟଙ୍ଗକାର ପାଖରେ ସାମାଜିକ ପ୍ରତିବଦ୍ଧତା ରହିବା ନିହାତି ଜରୁରୀ। ଆଉ ଏ ସଂକଳ୍ପ ନେଇକି ଯେହେତୁ ବ୍ୟଙ୍ଗକାରଟେ ଯାତ୍ରା କରିଥାଏ, ସେ ହୁଏତ ସାର୍ବଜନୀନ ତାଙ୍କ ଭଳି ହେଇନପାରେ। ଯଦି ଜ୍ଞାନ ହୋତାଙ୍କୁ ଓଡ଼ିଶାର କପିଲ ଶର୍ମା କୁହାହବ ଠିକ ହବ? କପିଲ ଶର୍ମାକୁ ଭାରତର ଜ୍ଞାନହୋତା କହୁନାହାନ୍ତି ଆପଣ? ବାଃ ମୁଁ ଓଡ଼ିଆ ହେଇକି ବଞ୍ଚିବା ପାଇଁ ଚାହୁଁଛି, ଜ୍ଞାନହୋତା ହେଇକି ବଞ୍ଚିବା ପାଇଁ। ଚମତ୍କାର ଆନ୍ସର। ଯଦି ଆପଣ ରସିକ ନ ହେଇପାରିବେ ତାହେଲେ ଶବ୍ଦ ଗୁଡ଼ା ଉତାରି ହବନି କାଗଜରେ, ଆଉ ଯଦି ପ୍ରେମ ନ କରିବେ ତାହେଲେ ରସିକ ବି ହେଇପାରିବେନି। ତେଣୁ ଆପଣଙ୍କ ଜୀବନରେ ପ୍ରେମ ହେଇଛି ଆଉ ଆପଣ ରସିକିଆ ବ୍ୟକ୍ତି। ରସିକ ନେଇକରି କିଏ କବି ହେଇଛି? ଏକ୍ଜାକ୍ଟଲି। ରସ ନିହାତି ଦରକାର, ଆଉ ଭଲ ନ ପାଇଲେ ଜଣେ କବି ସାହିତ୍ୟିକ ହେଇପାରିବନି। ଭଲ ପାଇବାଟା ଅବଶ୍ୟ ବ୍ୟାପକ ହେବା ଉଚିତ। ପ୍ରେମ କହିଲେ ମୁଁ ତା ବିନା ବଞ୍ଚିପାରିବିନି, ତା ବିନା ରହିପାରିବିନି, ଏମିତି ଗୁଡ଼ାଏ ଭ୍ରମ, ତା ନା ପ୍ରେମ। ମୋଟରସାଇକେଲରେ ତାକୁ ଧର, ବୁଲାଅ, ବଜାରରେ ଖୁଆଅ, ଏମିତି ଅନେକ କିଛି ଶ୍ରମ, ତା ନା ପ୍ରେମ। ତା ପାଇଁ ଟେଡି ବିୟର କିଣିଦିଅ, ଗୋଲାପ ଫୁଲ ନେଇଦିଅ, ଏମିତି ବିରାଟ ଗୋଟେ କ୍ରମ, ତା ନା ପ୍ରେମ। ଏଇଟା ଯଦି ପ୍ରେମ ହେଇଥାଏ ତାହେଲେ ସେଭଳିଆ ପ୍ରେମ ଆମ ସମୟରେ ନଥିଲା। ଆପଣଙ୍କ ସମୟର ପ୍ରେମ କେମିତି ଥିଲା? ଆମ ସମୟର ପ୍ରେମ ଅପେକ୍ଷା କରିଥିଲୁ। ସେ ଗୋଟେ ପୋଲ ଥିଲା, ଆମେ ପୋଲ ପାଖରେ ବସୁଥିଲୁ, ଦୁଇଟା ସାଙ୍ଗକୁ ବିଭିନ୍ନ ବାହାନା କରିକିରି ଆଣିକି ସେଠି ବସଉଥିଲି। ସେ କେବଳ ଚାଲି ଯାଉଥିଲା ଦୂରରୁ, ଏମିତି କରିକି ଟିକେ ହସି ଦେଉଥିଲା, ବାସ୍ ସେଇଟା ହେଉଛି ପ୍ରେମ। ସେ ହସଟାକୁ ପୁଣି ସାଇତିକି ରଖୁଥିଲୁ 24 ଘଣ୍ଟା। ଯିଏ ଥରେ ପ୍ରେମରେ ପଡ଼ିଛି ପୁଣି ଉଠିବ, ଉଠିବ ମାନେ ପ୍ରେମ ତ ଅଛି ନା, ପ୍ରେମରେ ପୁଣି ପଡ଼ିବ। এটা ଦୁଇ ପ୍ରକାରର କଥା ଥାଏ। ଗୋଟିଏ ହେଉଛି ଜଣେ ବ୍ୟକ୍ତି ସହିତ ବାରମ୍ବାର ପ୍ରେମରେ ପଡ଼ିବା, ଆଉ ଗୋଟିଏ ହେଉଛି ବିଭିନ୍ନ ବ୍ୟକ୍ତିଙ୍କ ସହିତ ପ୍ରେମ ହେବା। ତ ଆପଣଙ୍କ ଜୀବନରେ କୋଉଟା ହେଇଛି ସତ କହିବେ? ପ୍ରେମ ଆସିବା କ'ଣ ଅସୁବିଧା ଅଛି? ଯଦି କାହାର ମୋତେ ହସ ଭଲ ଲାଗୁଛି, କାହା ସାଙ୍ଗେ ଟିକେ କଥା ହେଇଗଲେ ଭଲ ଲାଗୁଛି, ପ୍ରେମର ସଂଜ୍ଞା ମୁଁ ଯାହା କହିଛି ସେ ପ୍ରେମ ତ ମୁଁ କରୁଛି, କରିଛି, ଆଉ କରିବି ଜୀବନ୍ତମା। କିନ୍ତୁ ଏଇଥିରେ ବି ତ ବାଧା ଆସୁଥିବ। ଉଦାର ଟିକେ ହେବାକୁ ପଡ଼ିବ ମୋ ସ୍ତ୍ରୀଙ୍କୁ। ହଁ ଆପଣ ସେ ଘର କଥା କହୁଛନ୍ତି ତ? Exactly. ସେ ଜାଣିଛନ୍ତି ଯେ ୟାଙ୍କ ପ୍ରେମ କେତେ ଦୂର। ଇଏ ପ୍ରେମ ମାନେ ଏତିକି ବୁଝିଛନ୍ତି ଯେ ତମ ସହ ପ୍ରେମ ମୋର ଭାରି ନିବିଡ଼, ଯେମିତି ମାଛି ସହ ଘା ଘଉଡ଼, ଜନ୍ଦା ସହ ଚିନି ଗୁଡ଼, ଶାଗୁଣା ସହ ମଢ଼, ଏ ପ୍ରେମଠୁ ସେ ଉର୍ଦ୍ଧ୍ୱରେ। ରାମଚରିତ ମାନସରୁ ମୁଁ ବର୍ତ୍ତମାନ ଅନୁବାଦ କରୁଛି, ସେଥିରେ ଗୋଟେ ଚମତ୍କାର କଥା ଅଛି। ଆଜ୍ଞା। ତ୍ରିଜଟା ସୀତା କଥା ହଉଛନ୍ତି, ସୀତା ପଚାରୁଛନ୍ତି ତ୍ରିଜଟାକୁ, ଯେତେ ମାରିଲେ ସେ ମୁଣ୍ଡଟା ଆସିକି ପୁଣି ଯୋଡ଼ି ହେଇଯାଉଛି। ମୁଁ ତାର ଅନୁବାଦ କରିଛି, କହେ ତ୍ରିଜଟା ଶୁଣ ରାଜକୁମାରୀ, ଛାତିକି ମାରିଦେଲେ ଯାଆନ୍ତା ମରି, ରାମ ଛାତିକି ତୀର ମାରନ୍ତି ନାହିଁ, ଚିନ୍ତି ରାବଣ ହୃଦୟ ଛନ୍ତି ବୈଦେଇ। ରାବଣର ହୃଦୟରେ ବୈଦେଇ ଅଛନ୍ତି ବୋଲିକି ରାମ ରାବଣକୁ ମାରୁନେଇ। ତମ ପ୍ରେମିକା ଯଦି ଆଉ କାହାକୁ ଭଲ ପାଇଗଲା, ତମେ ତମ ପ୍ରେମିକାର ଖୁସିରେ ଖୁସି ହେଇପାରୁନ, ତାକୁ ମାରିବାକୁ ଯାଉଛ। ଦିକ୍ ସେ ପ୍ରେମକୁ, ସେଟା ପ୍ରେମ ନୁହେଁ ଆଜ୍ଞା। ରାବଣ ସୀତାଙ୍କୁ ଭଲ ପାଉଛନ୍ତି, ତାଙ୍କ ହୃଦୟରେ ସୀତା ଅଛନ୍ତି, ସେଥିପାଇଁ ରାମ ରାବଣର ଛାତିକୁ ହୃଦୟକୁ ମାରୁନାହାନ୍ତି। ମାରି ପାରୁନାହାନ୍ତି, କାରଣ ତା ହୃଦୟରେ ମୋ ସ୍ତ୍ରୀ ଅଛନ୍ତି। ଅଛନ୍ତି। ତ ଭଲ ପାଇବାର ସଂଜ୍ଞା ସେୟା ସଂଜ୍ଞା ହବା ସେୟା। ଦରକାର, ସେୟା ହବା ପ୍ରେମିକା ଦରକାର। ଯଦି ଆଉ କାହାକୁ ଭଲ ପାଇଗଲା, ତମେ ବରଂ ଖୁସି ହେବା ପାଇଁ ଚେଷ୍ଟା କର, ଯଦି ପ୍ରକୃତରେ ପ୍ରେମ କରୁଛ। କଳା ଯୋଉଠି କଳଙ୍କ ସେଇଠି। ଆପଣ ତ କଳାରେ ଭରପୁର, କଳଙ୍କ ଛୁଇଁଛି ଆପଣଙ୍କୁ? ଆପଣ ଚର୍ଚ୍ଚିତ ହେଇଛନ୍ତି ମାନେ ଆପଣ କଳଙ୍କ ଆସିବ। କାହା ଭିତରେ ଆମେ କୋଉମାନେ ବି ପୁରାପୁରି ଈଶ୍ୱର ନୁହଁ, ଆମ ଭିତରେ ସମସ୍ତଙ୍କ ଭିତରେ ଗୋଟେ ଗୋଟେ ଶୈତାନ ଅଛି। ଯଦୁମଣିଙ୍କ ପରି କବି ହସ ବାଣ୍ଟୁଥିଲେ, ଖୁସି ବାଣ୍ଟୁଥିଲେ। ତ ଆପଣମାନେ ଓଡ଼ିଶାରେ ଶ୍ରେଷ୍ଠ ବ୍ୟଙ୍ଗ କବି ଭାବରେ କାହାକୁ ବିଚାର କରିବେ ଯଦି ଆଜି ପଚରାଯିବ? ବ୍ୟଙ୍ଗ କବି ଭାବରେ ତ ଅନଡାଉଟେଡଲି ଗୋଦାବରୀଶ, କାନ୍ତ କବି ଲକ୍ଷ୍ମୀକାନ୍ତ। ଗୋଦାବରୀଶ ଯେଉଁ ଚମତ୍କାର ବ୍ୟଙ୍ଗ କରୁଥିଲେ, ତାଙ୍କ ବ୍ୟଙ୍ଗ ଦେଖନ୍ତୁ, ସୁରେନ୍ଦ୍ର ମହାନ୍ତି, ସୁରେନ୍ଦ୍ର ଦ୍ୱିବେଦୀ, ଦୁଇ ଜଣ ଯାକ କେନ୍ଦ୍ରାପଡ଼ାରେ ଲଢ଼େଇ କରୁଛନ୍ତି। ସେ ଗୋଟେ ଛୋଟିଆ ଲେଖିଲେ 2 ଧାଡ଼ି, ସୁରେନ୍ଦ୍ର କେନ୍ଦ୍ରାପଡ଼ାରେ ଜଣେ ସାମ୍ୟବାଦୀ, ଜଣେ ଭଡ଼ାରେ। ସରିଗଲା ଗୋଟିଏ ଲାଇନରେ ଗୋଟେ ଲାଇନ। ଲୋକଙ୍କର ମତାମତ ଚେଞ୍ଜ। ଆପଣ ସେ ଯେଉଁ ସିଂହ ରାଜା ଅଛନ୍ତି, ହରେକୃଷ୍ଣ ମହତାବ ଅଛନ୍ତି। ହରେକୃଷ୍ଣ ମହତାବଙ୍କ ଉପରେ ରାଜା ବସିଛନ୍ତି, ଗୋଟେ କାର୍ଟୁନ ବନେଇଦେଲେ, ଗୋଟେ କୁମ୍ଭୀର କରିଦେଇଛନ୍ତି, ରାଜା ବସିଛନ୍ତି ଉପରେ।
ମଝି ଦରିଆରେ ନକ୍ର ମାଗିବ କଲିଜା, ନକ୍ର ମାନେ କୁମ୍ଭୀର, ମଝି ଦରିଆରେ ନକ୍ର ମାଗିବ କଲିଜା, ବୁଦ୍ଧି ଥିବ ଯଦି ଖସି ଯିବ ଆହେ ରାଜା। କିନ୍ତୁ ଯଦୁମଣି କହୁଥିଲେ ଯୋଉ କଥା ଆମେ ପିଲାବେଳୁ ଶୁଣିଛେ ଯେ ଛାମୁ ଯାହା ଦେଲେ ହରସେ ପାଉ 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 ଗଲା ବରଷେ, ଏମନ୍ତ ଭୋଇ ଚାକୁଣ୍ଡା ବୁଣିଲେ ଉଠଇ ନାହିଁ। କିନ୍ତୁ ସିଏ ସେତେବେଳେ କ୍ଷମତାଶାଳୀଙ୍କୁ ସମାଲୋଚନା କଲେ ବ୍ୟଙ୍ଗ ମାଧ୍ୟମରେ, କିନ୍ତୁ ତାଙ୍କର ମୁଣ୍ଡ କାଟ ହେଲାନି, ତାଙ୍କ କଥା ବୁଝିକି ରାଜା ତାଙ୍କୁ ଭଲ ଜମି ଦେଲେ। ଆଜ୍ଞା। ତ ଏବେ କ୍ଷମତାଶାଳୀ ମାନେ ସେ ବ୍ୟଙ୍ଗ ବିଦ୍ରୂପକୁ ଗ୍ରହଣ କରିବାର ମାନସିକତା ରଖନ୍ତି କି? ବ୍ୟଙ୍ଗକୁ ଯଦି ସହୁଥାନ୍ତେ ତାହେଲେ ଆମର ଏଇ ଯୋଉ ପଡ଼ୋଶୀ ରାଜ୍ୟରେ ମମତା ବାନାର୍ଜୀ ଜଣେ ବ୍ୟଙ୍ଗକାରକୁ କାର୍ଟୁନିଷ୍ଟକୁ ଜେଲରେ ପୁରେଇ ଦେଇଥିଲେ। ଆଜ୍ଞା, ମୁଁ ସେଥିପାଇଁ ତାଙ୍କ ପାଇଁ ବି ଲେଖିଥିଲି, ନାର ବର୍ଜନକାରୀ ସଦା ଗର୍ଜନ କରି ତୃଣମୂଳାଧୀଶ୍ୱରୀ ସଦା କ୍ରୋଧେଶ୍ୱରୀ ମା ପଶ୍ଚିମ ବଙ୍ଗେଶ୍ୱରୀ ବ୍ୟଙ୍ଗ ଭୟ କରି ବଙ୍ଗ ଜୟ କରି। ଗୋଟିଏ ତ ବ୍ୟଙ୍ଗ ରହୁଥିଲା, ଆଉ ଗୋଟେ ତ୍ୟାଗର କଥା ରହୁଥିଲା। ଆପଣ ଭୀମ ଭୋଇଙ୍କ କଥା କହିବେ ଯେ ଏ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହଉ। ଆପଣ ଉତ୍କଳମଣିଙ୍କ କଥା କହିବେ ମିଶୁ ମୋର ଦେହ ଏ ଦେଶ ମାଟିରେ। ତ କଥା ଆସୁଛି କବିମାନେ ତ୍ୟାଗର କଥା ବି କହୁଥିଲେ। ତ ବ୍ୟଙ୍ଗ କବିତା କେବଳ ହସେଇବା ପାଇଁ ଉଦ୍ଦିଷ୍ଟ ନା ସେଥିରେ ତ୍ୟାଗ ସମର୍ପଣର ଭାବ ବି ଥାଏ? ଯଦି ଆମେ ତ୍ୟାଗ କରୁନଥାନ୍ତୁ, ବ୍ୟଙ୍ଗକାର ମାନେ ଚାଟୁକାର ହେଇଥାନ୍ତୁ, ତାହେଲେ ଏକାଡେମୀରେ ଆମକୁ ପୁରସ୍କୃତ କରା ହୁଅନ୍ତା। ଆଜ୍ଞା, ବିଦୁଷ୍ଟକ ଭୂମିକାରେ ଥିଲେ। ହଁ, ଆଁ? କେବଳ ଯଦି ହସଉଥାନ୍ତୁ, କାରଣ ସେମାନଙ୍କର ଆମ ଉପରେ ଭରସା ନାହିଁ। ଏମାନେ କେତେବେଳେ କୋଉଠି ହାତ ମାରିଦେବେ। ଜୀବନରେ କେବେ ଆୱାର୍ଡ ପାଇନାହାନ୍ତି? ବହୁତ ଆୱାର୍ଡ ପାଇଛି, କିନ୍ତୁ ସେ ଆୱାର୍ଡଟା ଆୱାର୍ଡ ନୁହେଁ। ଏ ଯୋଉ ଦର୍ଶକ ମାନେ ୟାକୁ ଦେଖୁଛନ୍ତି, ସେମାନେ ଯୋଉ ପସନ୍ଦ ଟିକେ କରିଦେବେ ନା, ତାଠୁ ବଳିକି ଏ ମଞ୍ଚରେ ପାଉଥିବା ଆୱାର୍ଡ କାନ୍ଥରେ କୋଉଠି ଅଛି ଜାଗାରେ। ଗୋଟେ ସମୟରେ ଜ୍ଞାନ ହୋତା ସତ୍ୟାନାଶ ଏମାନଙ୍କର ବ୍ୟଙ୍ଗ କବିତା ଗୁଡା କ୍ୟାସେଟ୍ ହେଇକି ସିଡି ହେଇକି ମଧ୍ୟ ଆସୁଥିଲା। ତ ସେ ଗୋଲ୍ଡେନ ଡେଜ୍ ଗୁଡାକୁ କେମିତି ମନେ ପକାନ୍ତି? ସେ ସମୟରେ ସତ୍ୟାନାଶ ମୁଁ ଆମେ ବସ୍ରେ ଯାଉଥିଲୁ, ମୋଟରସାଇକେଲରେ ଯାଉଥିଲୁ, ବିଭିନ୍ନ ଜାଗାରେ କାର୍ଯ୍ୟକ୍ରମ କରୁଥିଲୁ। ଏ ଯେଉଁ ପୂଜା ସମୟରେ ଯେଉଁମାନେ ମେଲୋଡ଼ି କରୁଥିଲେ ସେମାନେ ବ୍ୟଙ୍ଗକୁ ବି ସମ୍ମିଳନୀ କଲେ। ଏ ସମୟ ଥିଲା, ସମୟ ପରିବର୍ତ୍ତନ ହେଉଛି। ତାପରେ ଟିଭିକୁ ଆସିଲୁ, ତାପରେ ଏବେ ମୋବାଇଲରେ ଦେଖିବା, ଏ ସମୟ ଆସିଯାଇଛି। ଆମେ ସେତେ ଅପଡେଟ୍ ହେଇପାରିନୁ କିମ୍ବା ସେତିକି ପହଞ୍ଚି ପାରିନୁ, ଏମିତି କିଛି ଦୁର୍ବଳତା ଆମର ବି ଥିବ। ଆପଣ ଡାକ ବିଭାଗରେ ଚାକିରି କରୁଥିଲେ, ତ କିନ୍ତୁ ଚାକିରି ପୂର୍ଣ୍ଣ ହେଲା ପର୍ଯ୍ୟନ୍ତ ରହିଲେନି। କିଛି ବର୍ଷ ପୂର୍ବରୁ ଆପଣ ଚାକିରି ଛାଡ଼ିଲେ, ନା ଆପଣଙ୍କୁ ବାହାର କରି ଦିଆଗଲା, ନା ଆପଣ VRS ନେଲେ, ନା ବସ୍ଙ୍କୁ ଆପଣ ହସେଇ ପାରିଲେନି, ନା କ'ଣ ଅସୁବିଧା ହେଲା ଆପଣ ଅଧାରୁ ଆସିଗଲେ ଚାକିରିରୁ? ଆପଣ ଆଉ ଗୋଟେ କଥା ବି ପଚାରୁଥିବେ, ଅଫିସରେ ବସିକି କବିତା ଫବିତା ଲେଖୁଥିଲେ କି? କବିଟା କେମିତି ରହିବ ଆଜ୍ଞା? ଅଙ୍କ ପଢ଼େଇଲା ବେଳକୁ ଯିଏ କବିତା ଲେଖି ଦେଉଛି ସେ ଅଫିସ ଭିତରେ ଟିକେ ଲେଖିବନି। ମୁଁ ଥରେ ଯାଇକି ରିକ୍ୱେଷ୍ଟ କରିଥିଲି ସାର୍ଙ୍କୁ ଯେ ସାର୍ ମୋର ଗୋଟେ ପ୍ରମୋସନଟା ଟିକେ ଜଲ୍ଦି କରିଦିଅନ୍ତୁ। କହିଲେ ଆପଣ କ'ଣ କରିଛନ୍ତି ଟିକେ? ମୁଁ ତାକୁ ବି କବିତା କରିଦେଇଛି। ହାତରେ ଘେନି ଦରଖାସ୍ତ କହିଲି ସାର୍ ମୋ ପଦୋନ୍ନତିର ଶୀଘ୍ର କରନ୍ତୁ ବନ୍ଦୋବସ୍ତ। ସାର୍ କହିଲେ ସେଥିପାଇଁ ଟ୍ୟାଲେଣ୍ଟ ଦରକାର। ମୁଁ କହିଲି ସାଙ୍ଗେ ସାଙ୍ଗେ ମୋ କବିତାର କିଛି ପଙ୍କ୍ତି ତାଙ୍କ ଆଗରେ କରିଦେଇଗଲେ ଆବୃତ୍ତି। ସବୁ ବାଦ ମିଛ ଏଠି ବିବାଦ ହିଁ ସତ, ବାଦ ନାମେ ଗାଦି ଲାଗିଛି ବିବାଦ, ବାଦ ରାଣ ବାଦ ଘେଣି ଦିଏ ପ୍ରବଚନ, ବାଦର ମୈଶ୍ମରେ କରେ ପ୍ରଜା ସମ୍ମୋହନ, ପ୍ରଜା ଲାଗି ହୁଏ ବାଦ ଆଶା, ବାଦ ସ୍ୱପ୍ନ, ବାଦ ଧ୍ୟେୟ, ବାଦ ନିଷ୍ଠା, ବାଦ ହିଁ ଜୀବନ। କ୍ଷମତାର ଯୁଦ୍ଧ ଲାଗି ବାଦର ଆୟୁଧ, ଜାତିବାଦ, ହିଂସାବାଦ, ସମ୍ପ୍ରଦାୟବାଦ। ସାର୍ ଅଟକେଇକି କହିଲେ ଏକ୍ସେଲେଣ୍ଟ, ତମ ଭିତରେ ଅଛି ଅନେକ ଟ୍ୟାଲେଣ୍ଟ, ହେଲେ ଅଫିସ ଭିତରେ ତମର ଟ୍ୟାଲେଣ୍ଟ କାଇଁ? ଅଫିସ ଭିତରେ ତମର ଟ୍ୟାଲେଣ୍ଟ କାଇଁ? ମୁଁ କହିଲି ସାର୍ ସବୁତକ ତ ଅଫିସରେ ହିଁ ଲେଖିଛି, ଘରେ ଧାଡ଼ିଏ ବି ଲେଖିନାହିଁ। ହେଉଛି ମୋ ଟ୍ୟାଲେଣ୍ଟ ଆଜ୍ଞା। ଆପଣଙ୍କର କ'ଣ ଥିଲା ଦାୟିତ୍ୱ, କ'ଣ ଥିଲା ଅଫିସରେ? ମୁଁ ସିନିୟର ଆକାଉଣ୍ଟାଣ୍ଟ ଥିଲି। କ୍ଲରିକାଲ କାମରେ ଆରମ୍ଭ ହେଇଥିବ ଚାକିରି? LDCରେ ମୁଁ ଜଏନ୍ କରିଥିଲି, ଲୋୟର ଡିଭିଜନ କ୍ଲର୍କ, ଷ୍ଟାଫ୍ ସିଲେକ୍ସନ ପାଇକିରି। ତାପରେ ଜୁନିୟର ଆକାଉଣ୍ଟାଣ୍ଟ ହେଲି, ତାପରେ ପ୍ରମୋସନ ପାଇକି ସିନିୟର ଆକାଉଣ୍ଟାଣ୍ଟ ହେଲି। ସିନିୟର ଆକାଉଣ୍ଟାଣ୍ଟ ମାନେ ଆପଣ ସେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏଇ ସ୍ତରର ଭାବନ୍ତୁ, ସେ କ୍ଲର୍କ ହିଁ ଟିକେ ଉପର ସ୍ତରର। ଛାଡ଼ିଲା ବେଳେ VRS ବେଳକୁ? VRS ବେଳକୁ ସିନିୟର ଆକାଉଣ୍ଟାଣ୍ଟ। କେତେ ଦରମା ଥିଲା? ଲକ୍ଷାଧିକ ଥିଲା। ଲକ୍ଷାଧିକ ଟଙ୍କାର ଦରମା ଛାଡୁଛନ୍ତି, ଘରେ ପରିବାରରେ ପୁଅ ପତ୍ନୀ ଏମାନଙ୍କ ପରାମର୍ଶ ନେଇଥିଲେ? ମୋ ପତ୍ନୀ, ଆପଣ ଶୁଣିକି ଆଶ୍ଚର୍ଯ୍ୟ ହେବେ, ତାର 5 ବର୍ଷ ପୂର୍ବରୁ ମୋତେ ଗୋଟେ କଥା ଅଫିସରେ ବାଧିଥିଲା। ମୁଁ ଚାକିରି ଛାଡ଼ିଦେବି ବୋଲି ଯେତେବେଳେ ନିଷ୍ପତ୍ତି ନେଲି, ଆସିକି ମୁହଁ ଚୁକେଇଲି। ସେ କହିଲେ ଯଦି ସ୍ୱାଭିମାନର ସହିତ ପଇସା କମେଇ ପାରୁନ ନା, ଆମେ ଉପବାସ ରହିବା ପାଇଁ ପ୍ରସ୍ତୁତ ଅଛୁ, ତମେ ଚାକିରି ଛାଡ଼ିଦିଅ। ମୁଁ ସେଭଳିଆ ସ୍ତ୍ରୀ ପାଇଛି। ସରି, ଆପଣ ଲୁହର କାରଣ ହଉଛି। ମୁଁ ହସଉଥିବା ଲୋକ ବି କାନ୍ଦନ୍ତି। ଯେଉଁ ଲୋକ ହସଉଛି ଆପଣ କ'ଣ ଭାବୁଛନ୍ତି ସେ ବହୁତ ଖୁସି ଅଛି ବୋଲି ହସଉଛି? ଦୁଃଖକୁ ଚାପିକି ହସାଏ, ଦୁଃଖକୁ ଚାପିକି ହସଉଛି। ସେଇ କଳାଟା ସେ ଆୟତ୍ତ କରିଥାଏ। ହଁ, ଆଚ୍ଛା। तुम इतना जो मुस्कुरा रहे हो क्या गम है जो छिपा रहे हो। दुख लुचेबा ପାଇଁ ବି ମଣିଷ ହସେ। ସବୁ ହସଟା ଯେ ଖୁସିରେ ହସୁଛି ଏମିତି ନୁହେଁ। ଆମେ ଲୋକର ହସ ଦେଖିକିରି ଯିଏ ବୁଝି ଯାଇପାରେ ଏଇଟା ଦୁଃଖରେ ହସୁଛି
ନା ସତରେ ହସୁଛି ସେ ମଣିଷ। ଏମିତି ହେଇଛି ଅନେକ ଥର ଯେ ସାମ୍ନାରେ ଅନ୍ୟକୁ ହସଉଥିବେ, ଲୁଚି ଲୁଚି ପଛରେ କାନ୍ଦୁଥିବେ। ଅନେକ ବା ଆପଣଙ୍କୁ ଦୁଃଖ ଲାଗିବ ବେଳେବେଳେ ଯେ ଗୋଟେ ହାସ୍ୟ ବ୍ୟଙ୍ଗ କରୁଥିବା ଲୋକଟାକୁ ତ ସମସ୍ତେ ଭାବନ୍ତି ଯେ ଇଜ ଲାଫିଂ ଖୁସି ମିଜାଜର ଲୋକଟା ଇଜ ଲାଫିଂ ଷ୍ଟକ୍। ସେଇଟା ହଉଛି ଦୁଃଖର କଥା। ଏକ୍ଜାକ୍ଟଲି ଏମିତି ହେଇଥିବ ଯେ ଆପଣ ଦୁଃଖରେ ଥିବେ କିନ୍ତୁ ହସିବା ପାଇଁ ଡିମାଣ୍ଡ ଆସୁଥିବ। ୟେସ୍, ମୁଁ ଆପଣଙ୍କୁ ମୋ ବାପାଙ୍କର ଦେହାନ୍ତ କଥା କହୁଛି। ଗୋଟେ ଦିନ ତାଙ୍କ ଦେହ ଖରାପ ହେଲା। ମୋ ଘରଟା ହେଉଛି ଅନୁଗୁଳର ଆଠମଲ୍ଲିକରେ। ମୋ ବାପାଙ୍କୁ ଯାଇକରି କଟକ ମେଡ଼ିକାଲକୁ ନେଇ ଆସିଥିଲୁ। ମୁଁ ମୋ ଉପର ଦୁଇ ଭାଇ ମିଶିକରି 3 ଜଣ ଆସିଥିଲୁ। ବାପା ପଡ଼ିଛନ୍ତି। ମୋତେ ଡାକ୍ତର ହଠାତ୍ କହିଲେ ଗୋଟେ ଦାବିକିଆ ଇଞ୍ଜେକ୍ସନ୍। କହିଲେ ଏଇଟା ହୁଏତ ଆଉ କିଛି ସମୟ ଟାଣି ନେଇପାରେ, ଆପଣ ତୁରନ୍ତ ଯାଇକି ଏହାକୁ ଆଣନ୍ତୁ। ମୁଁ ଯେତେବେଳେ ବାହାରୁଛି ସେତେବେଳେ ଜଣେ ହଟାକଟା ଲୋକ ମୋ ହାତଟା ଧରିଦେଲେ। ସେତେବେଳେ ମୋର ଗୋଟେ କବିତା କେସେଟ୍ ହେଇଥିଲା, ଅଡ଼ିଓ ଚାଲିଥିଲା। କହିଲେ କହିବେ କହୁଛି, ରନ୍ଧା ବୋଉ ଗାଈ 1.5 ପା କ୍ଷୀର ଦେଉଛି, 1.5 ସେର କ୍ଷୀର ନାଗୁଆ କରିଛି, କୋଉ ଗାଈ ଠାରୁ ଦୁହୁଁଛି, ଖାଣ୍ଟି କ୍ଷୀର ବୋଲି କହୁଛି, 12 ଟଙ୍କା ଆଣ୍ଟି ନେଉଛି, ଆମରି ବେଳକୁ ଦୁହୁଛି। ଏ କବିତା ଥିଲା। ସେ ମୋତେ ହାତଟା ଜୋରରେ ଧରି ପକେଇଲେ। ମୋତେ କହିଲେ କହିବେ କହୁଛି, ଟିକେ କହିକି ଯା। ମୁଁ କହିଲି ମୋ ବାପା କିଛି ଶୁଣିବା ପାଇଁ ପ୍ରସ୍ତୁତ ନୁହେଁ। ମୁଁ କେବଳ ମୋ ବାପା କହୁଛି, ସେ ଆଉ ହାତଟାକୁ ଯାବେ ମାନେ ସତେ ଯଦି ମୁଁ ନ କହିବି ସେ ମୋତେ ମାରି ପକେଇବ। କାରଣ ସେମାନେ କେବଳ ଲାଫିଂ ଷ୍ଟକ୍ ଭାବନ୍ତି, ବେଳେବେଳେ ଆମ ଦୁଃଖକୁ ବୁଝିପାରନ୍ତି ନାହିଁ। ଆଚ୍ଛା, ଅଫିସରେ ଏମିତି କେତେବେଳେ ହେଇଛି କିଛି ଯଦି ପରିବେଶ ଟିକେ ଗମ୍ଭୀର ଥିବ, ବସ୍ କେତେବେଳେ କାହାକୁ ଟିକେ କ'ଣ ଗାଳି କରିଦେଇଛନ୍ତି, ତାଙ୍କୁ ସମାଲୋଚନା କରିକି ପଛରେ ଅନ୍ୟମାନଙ୍କ ଆଗରେ ଖଟି ହୁଏ, ଆଲୋଚନା ହୁଏ, ହସ କଥା ହୁଏ? ବହୁତ ବାର ହେଇଛି। ଯେମିତି କହୁଥିଲି ଯେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମୋତେ ଡାକିକି ପ୍ରଶଂସା କରିଥିଲେ। ଆଜି ବାଘ ନାହିଁ, ଅଫିସରେ ଡାଇରେକ୍ଟର ନଥିଲେ, ଆଜି ବୁଢ଼ା ନାହିଁ, ଏସବୁ ଶବ୍ଦ କହନ୍ତି। ତ ସେଇଟା ତାଙ୍କ କାନକୁ ଯାଏ, କିନ୍ତୁ କିଏ କେଉଁ ଭାବରେ କହିଛନ୍ତି ସେଇଟା ସେ ବୁଝିପାରନ୍ତି। ଆଚ୍ଛା, ଆପଣ କଟକରେ ରହୁଛନ୍ତି, 52 ବଜାର 53 ଗଳିର ସହର। କଟକରେ ବାଲିଯାତ୍ରା କୁହନ୍ତୁ, କଟକର ତାରକାସି କାମ, କଟକର ଦୁର୍ଗା ପୂଜା, କଟକର ମହାନଦୀ, କଟକର ଦହିବରା, ବାରବାଟୀ ଷ୍ଟାଡିୟମ, ବହୁତ ପରିଚୟ, ଭାଇଚାରା ବହୁତ ପରିଚୟ। ତ କଟକକୁ ନେଇକି ଆପଣ କିଛି କବିତା ଲେଖିଛନ୍ତି ତାର ପରିଚୟକୁ ନେଇ? ଦେଖିବ ଯଦି ଆମ କଟକର ଭାଇଚାରା, ବୁଲି ଆସ ଥରେ ଏଇ କଟକର ସାଇ ସାରା। ଗୋଟେ ସାଇବାଲା ମାଛ ଗେଟ୍ କଲେ, ଆର ସାଇବାଲା ପନିକି, ଗୋଟେ ସାଇବାଲା ବିଜୁକୁ ଡାକିଲେ, ଆର ସାଇବାଲା ଜାନିକି। ବାଲିଯାତ୍ରାରେ ପୁଅକୁ ନେଇକି ଯାଇଛି। ପତ୍ନୀ ପୁତ୍ର ମୋର ବାତି ଯାଇଛନ୍ତି ଫୁଲ ମାତ୍ରାରେ, ଏଇସା କିଣିବୁ ତେଇସା କିଣିବୁ ଅଜବ ତାଙ୍କର ଝୁଁକୁ, ଦେଇ ଆଠଣି ପୁଅକୁ କହିଲି ବେଲୁନ କିଣି ମନ ଇଚ୍ଛା ତୁ ଫୁଙ୍କୁ। କଟକକୁ ନେଇକରି ମୋର ଯେଉଁ ଚର୍ଚ୍ଚିତ କବିତାଟା, ମୋ ପ୍ରିୟ ସହର କଟକ, ଏଠି ମାଓବାଦୀ ନାହିଁ, ନକସଲି ନାହିଁ, ଖାଲି ମୋ ସାଙ୍କର ଆତଙ୍କ। ମୋ ପ୍ରିୟ ସହର କଟକ, ଯେତେ ସିଡ଼ି ଥିଲା ଆମ ସହରର, ତାକୁ ନେଇଗଲା ଆଉ କ ସହର, ନେଇ ପାରିଲାନି ଆମ ସହରରୁ ସେଇ ଭାଇଚାରା ଟିକକ। ମୋ ପ୍ରିୟ ସହର କଟକ, ମୋ ପ୍ରିୟ ସହର କଟକ। ଭୁବନେଶ୍ୱରକୁ ନା ନାଇଁ ସିଧାସଳଖ କହେ ନାହିଁ ଆଜ୍ଞା, ଆପଣ ବୁଝିଯିବେ। ପୁରୁଣା ରାଜଧାନୀ ଥିଲା କଟକ, ଭୁବନେଶ୍ୱର ତାକୁ ଛଡେଇ ଆଣିଲା। ପତ୍ନୀକୁ ସମାଲୋଚନା କରିକି ତ କବିତା ଆସିଛି ବ୍ୟଙ୍ଗରେ। ପତ୍ନୀକୁ ମନେଇବା ପାଇଁ କେମିତି କବିତା ହୁଏ? ପତ୍ନୀକୁ ମନେଇବା ପାଇଁ କବିତାର ତ ପ୍ରକୃତ ବାହାରେ ଶୁଣେଇବା ପାଇଁ ଠିକ ଅଛି। ପତ୍ନୀ ତ କବିତା ଶୁଣି ଶୁଣି ବିରକ୍ତ ହେଇଯାଆନ୍ତି ଆଜ୍ଞା। ସନ୍ଧ୍ୟାବେଳେ ଯେମିତି ଠାକୁର ଘରକୁ ଯାଇକରି ପୂଜା କରୁଛନ୍ତି, ପତ୍ନୀକୁ ସମ୍ମାନ ଦିଅନ୍ତୁ। ପତ୍ନୀକୁ ଗୋଟେ ଚୌକିରେ ବସନ୍ତୁ, ଆପଣ ତଳେ ବସନ୍ତୁ, ଆଉ ଯିଏ ଯେଉଁ ସମ୍ପ୍ରଦାୟର ହେଇଥାନ୍ତୁ ଗୋଟେ ଭାବରେ କୁହନ୍ତୁ, ମନ୍ଦିରରେ ବସେ ଯଦି ଗିର୍ଜା, ଜପତ ନିରନ୍ତର କେବଳ ଭାର୍ଯ୍ୟା, ଜପତ ନିରନ୍ତର କେବଳ ଭାର୍ଯ୍ୟା। ଏ ଭାର୍ଯ୍ୟାକୁ ନିରନ୍ତର ମାନେ ହନୁମାନ ଚାଳିଶା ପରି ଇଏ ଗୋଟେ ପତ୍ନୀ। ହଁ ଆଜ୍ଞା, ଆବଶ୍ୟକ ଅଛି। ଘରେ ଯଦି ଆପଣଙ୍କର ପତ୍ନୀ ସନ୍ତୁଷ୍ଟ ନାହାନ୍ତି, ତାହେଲେ ଆପଣ ସେ ଘରଟା ଘର ନୁହେଁ। ଏଇଟା ମନ୍ତ୍ର ଆପଣ ହାସ୍ୟବ୍ୟଙ୍ଗ ଭଳିଆ ଲାଗୁଥାଇପାରେ, କିନ୍ତୁ ପତ୍ନୀକୁ ଯିଏ ସନ୍ତୁଷ୍ଟ କରିନାହିଁ, ଅବଶ୍ୟ ପତ୍ନୀକୁ ସନ୍ତୁଷ୍ଟ କରିବା ସବୁଠୁ କଷ୍ଟକର ବ୍ୟାପାର। ଜଣେ ଲୋକ ଯାଇଥିଲା ଯେ ମୁଁ ପତ୍ନୀକୁ କେମିତି ବଶ କରିପାରିବି। ସାଧୁଙ୍କ ନିକଟେ ଦିନେ ନିବେଦିଲେ ଭକ୍ତ, ସେହି ବିଦ୍ୟା ଦାନ କର ଯାହା ବଳେ ପତ୍ନୀ ମୋର ହେବ ବଶୀଭୂତ। ଭକ୍ତ ମୁଖ ଚାହିଁ ସାଧୁ କହୁଛନ୍ତି ହସି, ଜଣାଥିଲେ ସେ ଉପାୟ ଆଜି କିମ୍ପା ମୁହିଁ କହ ହୁଅନ୍ତି ସନ୍ନ୍ୟାସୀ। କଥା କହିବାର କଳା ଆପଣଙ୍କୁ ଜଣା, କିନ୍ତୁ ଏଇ ପ୍ରଶ୍ନର ଟିକେ ସ୍ପଷ୍ଟ ଉତ୍ତର ଚାହିଁବି। ଆପଣଙ୍କ ପ୍ରତିଦ୍ୱନ୍ଦ୍ୱୀ ବୋଲି କୋଉ ବ୍ୟଙ୍ଗ କବିଙ୍କୁ ଭାବନ୍ତି ଓଡ଼ିଶାରେ? ମୁଁ କାହାକୁ ଅସମ୍ମାନ କରୁନାହିଁ, ଆଉ କିଏ ମୋର ପ୍ରତିଦ୍ୱନ୍ଦ୍ୱୀ ବୋଲି ଭାବୁନାହିଁ। କାରଣ 100ଟି ଗୁଣ ଥିବା ମୋର ଅନେକ ବନ୍ଧୁ ଅଛନ୍ତି। ଆପଣ ସତ୍ୟନାଶକୁ ଉଦାହରଣ ଭାବରେ ନେଇପାରନ୍ତି। ସତ୍ୟନାଶ ଗୀତ ଗାଇପାରନ୍ତି, ସତ୍ୟନାଶ ସୁର କ'ଣ ଜାଣିଛନ୍ତି, ସତ୍ୟନାଶ ତାଳ କ'ଣ ଜାଣିଛନ୍ତି, ସତ୍ୟନାଶ ଚିତ୍ର କ'ଣ ଜାଣିଛନ୍ତି, ସତ୍ୟନାଶଙ୍କ ଚିତ୍ର ଅତି ସୁନ୍ଦର। ଅନେକ କଥା ଅଛି, ଯେଉଁ 100ଟା ଭିତରୁ 69ଟା ଗୁଣ ତାଙ୍କ ପାଖରେ ଅଛି।
ସେଥିରୁ ଗୋଟାଏ ଗୁଣ ବି ମୋ ପାଖରେ ନାହିଁ, କିନ୍ତୁ ମୋ ପାଖରେ କିଛି ବିଶେଷ ଗୁଣ ଅଛି ଯୋଉଟା ତାଙ୍କ ପାଖରେ ବି ନଥାଇପାରେ। ନଥାଇପାରେ। ସେଥିପାଇଁ ସେ ମୋର ପ୍ରତିଦ୍ୱନ୍ଦ୍ୱୀ ନୁହନ୍ତି, କେହି ମୋର ପ୍ରତିଦ୍ୱନ୍ଦ୍ୱୀ ନୁହନ୍ତି। ଆଉ ଯଦି କିଏ ମୋର କୋଉଠି ନିନ୍ଦା କରୁଥାଏ ତାକୁ ବି ମୁଁ ସ୍ୱାଗତ କରୁଛି, କାରଣ ମୋର ମିତ୍ରଙ୍କ ଅପେକ୍ଷା ମୋତେ ଯଦି କିଏ ପ୍ରତିଷ୍ଠା ଦେଇଛନ୍ତି ମୋର ନିନ୍ଦା କରୁଥିବା ଲୋକମାନେ ହିଁ ଦେଇଛନ୍ତି। ଆପଣ ସମସ୍ତଙ୍କୁ ନେଇକି ବ୍ୟଙ୍ଗ କରନ୍ତି, ଆପଣଙ୍କୁ ନେଇକି କେବେ କୋଉଠି ବ୍ୟଙ୍ଗ ହେଇଛି? ହାସ୍ୟ ହେଇଛି। ଗୋଟେ ମଞ୍ଚରେ ଆମେ ଥିଲାବେଳେ ପରସ୍ପର କଥା କଟାକଟି ହୁଏ। ସେ ମନେକର ତ ଶ୍ରୀଯୁକ୍ତ ସତ୍ୟାନାଶ ମୋଜ ହୁଁ, ନୋକଝୋକ ଚାଲେ, ଓକେ ଯାହାକୁ ହିନ୍ଦୀରେ ନୋକଝୋକ କହନ୍ତି, କଥା କଟାକଟି। ଓକେ। ସେ କହିବେ ଜ୍ଞାନ ହୋତା ନିଜ ସ୍ତ୍ରୀକୁ ନେଇକରି ବ୍ୟଙ୍ଗ କବିତା ଲେଖନ୍ତି, ଆଉ ପଡ଼ିଶା ଘର ସ୍ତ୍ରୀକୁ ନେଇକରି ପ୍ରେମ କବିତା ଲେଖନ୍ତି। ଜ୍ଞାନ ହୋତା ତତ୍କ୍ଷଣାତ୍ ଉତ୍ତର ଦିଅନ୍ତି, ମୁଁ ପଡ଼ିଶା ଘରର ସ୍ତ୍ରୀକୁ ନେଇକି ପ୍ରେମ କଥା କବିତା ଲେଖେ ବୋଲିକିରି ସତ୍ୟାନାଶ ଜାଣିଲେ କେମିତି ସେ କ'ଣ ମୋର ପଡ଼ିଶା ଥିଲେ? ଓକେ। ଇଏ ହଉଛି ଏସବୁ ହାସ୍ୟ ଚାଲେ। କିନ୍ତୁ କୁହା ହୁଏ ଆପଣ ଯଦି ସଫଳତାର ସିଢି ଚଢିବେ ଯୋଉ କ୍ଷେତ୍ରରେ ଯାଆନ୍ତୁ ନା କାହିଁକି କିଛି ଲୋକ ଈର୍ଷା କରନ୍ତି, ତ ଆପଣଙ୍କୁ ନେଇକି କିଛି ଈର୍ଷା ବି ହେଇଥିବ? ଈର୍ଷାକୁ ସ୍ୱାଗତ କରିବା ଉଚିତ। ମୁଁ ବୋଧେ ସେଭଳିଆ ଈର୍ଷଣୀୟ ବ୍ୟକ୍ତିତ୍ୱ ହେଇପାରିନି ବୋଲି ବେଳେବେଳେ ଭାବେ। କିଏ କହିଲେ ଆପଣ ଈର୍ଷଣୀୟ ବ୍ୟକ୍ତିତ୍ୱ ନୁହନ୍ତି ବୋଲି? ଯଦି ହେଇଥାନ୍ତି ଏତିକି ମାତ୍ର ଜାଗା ବାଟକୁ ଯାଇପାରିନଥାନ୍ତି। ଈର୍ଷା ଯେତେବେଳେ ଲୋକ କରନ୍ତି, ମୁଁ ଦେଖିଛି କିଏ କରନ୍ତି। ଅଫିସକୁ ଗଲାବେଳେ ଜଣେ କେତେ ଜଣ ଆସିବେ, ମୋର ଯେଉଁମାନେ ପରମ ମିତ୍ର ଅଛନ୍ତି ସେମାନଙ୍କୁ ଆସିକି ପଚାରିବେ, ଆଉ ଜ୍ଞାନହତ୍ୟା ଆପଣଙ୍କ ବନ୍ଧୁଟା? ହଁ, ଆମେ ଏକାବେଳେ ଚା ପିଇଛୁ। ଅତି ଛିଗୁଲେଇକିରି, ମାନେ ଅତି ତୁଚ୍ଛ କରିକି କହିବେ। କିନ୍ତୁ ଯେଉଁମାନେ ଟିକେ ବାଦ ଅଛି କୌଣସି କାରଣରୁ, ସେମାନେ ଯେତେବେଳେ କହିବେ ସେ କ'ଣ ଏଠି ଥିବ, ବର୍ତ୍ତମାନ କେଉଁ କବି ସମ୍ମିଳନୀରେ ଯାଇକି ପହଞ୍ଚିଥିବ ନା, ସେ ଯାଇକିରି ତାର ମନ୍ତ୍ରୀ ନେତା ସବୁ ଚିହ୍ନା ସିଆଡ଼େ ଯାଇଥିବ। ଓହୋ, ସେ ସିଆଡ଼େ ଯାଆନ୍ତି କି? ଏବେ ବିଦେଶ ବି ପଳାଉଛି। ଏ ସାଙ୍ଗମାନେ କାହା ଆଗରେ କହିବେନି ଯେ ବିଦେଶ ଯାଇଛି ବୋଲି। ସେ ଧରାଧରି ହେଇକି କରିକି ଯାଉ ବରଂ ସେ ବିଦେଶ ଯାଇଛି, ସେମାନେ ହିଁ କହିଥାନ୍ତି। ଆଉ କ'ଣ ଆବୁଡ଼ି ଜାବୁଡ଼ି କରିକି 8 ଖଣ୍ଡ ବହି ଲେଖିଦେଇଛି। ଆବୁଡ ଜାବୁଡ କରିକି? ହଁ, କିନ୍ତୁ 8 ଖଣ୍ଡ ବହି ଲେଖିଛି ବୋଲି ତମେ ସାଙ୍ଗମାନେ କହିଛ କି? କେବଳ ସେ କହିଛି। ସେ ଈର୍ଷା କରୁଥିବା ଲୋକଟି ସେ ବି ସେ ନମସ୍ୟ। ଆଜ୍ଞା। କାରଣ ଯଦି ସାମାନ୍ୟ ପ୍ରତିଷ୍ଠା ମିଳିଛି, ସେମାନଙ୍କ କାରଣରୁ ମିଳିଛି, ତାଙ୍କ ସଂଖ୍ୟା ଟିକେ ବଢ଼ିଲେ ମୁଁ ଈର୍ଷଣୀୟ ହେଇପାରନ୍ତି, ଆଉ ମୁଁ ଗୋଟେ ଜାଗାକୁ ଯାଇପାରନ୍ତି। ଏ ବିଚାର ମୋର ସବୁବେଳେ ଅଛି। ଆଚ୍ଛା, ଏ ଯୋଉ ସାମ୍ପ୍ରତିକ ଘଟଣାବଳୀ ଯେମିତି କିଛି ଆତ୍ମଦାହର କଥା ବଢ଼ିଯାଇଛି, ଆପଣ ଆତ୍ମହତ୍ୟା କଥା କହୁଥିଲେ, ମୁଁ ଆତ୍ମଦାହର କଥା କହୁଛି। ଆପଣ ଦେଖିବେ ଟ୍ରମ୍ପକୁ ନେଇକି ଯୋଉ ତାରିଫ ୱାର୍କ ଚାଲିଛି, ଭାରତ ଉପରେ ଅଧିକ ଟ୍ୟାକ୍ସ ପକାଉଛନ୍ତି, ଅନେକ କିଛି ସାମ୍ପ୍ରତିକ ଘଟଣାବଳୀ, ଏଗୁଡ଼ିକ ବି ଆପଣ ବ୍ୟଙ୍ଗ ଭାବରେ ଉତାରନ୍ତି? ମୁଁ ବସ୍ର କଣ୍ଡକ୍ଟରକୁ ନେଇକରି କବିତା ଲେଖିଛି, ଡାକ୍ତରକୁ ନେଇକି କବିତା ଲେଖିଛି, ମନ୍ତ୍ରୀକୁ ନେଇକରି କବିତା ଲେଖିଛି, ଆମେରିକାର ରାଷ୍ଟ୍ରପତିକୁ ନେଇକରି କବିତା ଲେଖିଛି। ୱିଙ୍କିଲ ପଚାରିଲା, ବୁଶ ମାନେ କ'ଣ କହିଲ ତମେ ଦାଦା? ଦାଦା ବଗିଚାରେ ମାରିଥିଲେ ତ କହିଲେ ବୁଶ ମାନେ ବୁଦା। ଆଉ ଦେଖେଇ ବି ଦେଲେ, ଏ ଦେଖ ଗାର୍ଡେନ ପଛରେ ବୁଶ ଲାଗିଛି। କହିଲା, ଓ ଗାର୍ଡେନ ପଛରେ ବୁଶ ଲାଗିଛି, ହେଲେ ଅଙ୍କଲ ତ କହୁଥିଲେ ଲାଡେନ ପଛରେ ବୁଶ ଲାଗିଛି। ମେକାନିକଟା କହୁଥିଲା ପୁଣି ପିଷ୍ଟଲ ସାଙ୍ଗରେ ଲାଗିଛି ବୁଶ। ଦାଦା କହିଲେ, ହଁ ଲୋ ମା, ଯାହା ପାଖରେ ଧନ ଥାଏ, କ୍ଷମତା ଥାଏ, ସବୁରି ସାଙ୍ଗରେ ଲାଗେ ସିଏ, ଯେବେ ଯା ସାଙ୍ଗେ ତାର ଖୁସ। କେବେ ଗାର୍ଡେନ ପଛରେ ବୁଶ, କେବେ ଲାଡେନ ପଛରେ ବୁଶ, କେବେ ହୁସେନ ସାଙ୍ଗରେ ବୁଶ, ତ କେବେ ପିଷ୍ଟଲ ସାଙ୍ଗରେ ବୁଶ। ସାର୍, ଆପଣଙ୍କ ପିଲାବେଳ ଆଉ ଏବେ ଭିତରେ ଆପଣ କେତେ 60 ପାଖାପାଖି ବୟସ? 60। ସିନିୟର ସିଟିଜନ ଆପଣ। ଯଦି ଲଣ୍ଡିତ ମସ୍ତକରେ ଚୁଟି ଥାନ୍ତା ତ ଆହୁରି ୟଙ୍ଗ ଲାଗନ୍ତେ ଆପଣ। ନାଇଁ, ଆହୁରି ବୟସଟା ଜଣା ପଡ଼ିଯାଆନ୍ତି। ନାହିଁ ବୋଲି? ନାହିଁ ବୋଲିକି ଜଣା ପଡୁନି, ଚିକଣ ଅଛି। କିନ୍ତୁ ବୟସକୁ ହସ ମାଧ୍ୟମରେ ଜିତି ହୁଏ। ଚେହେରାରେ ବୟସର ଛାପ ନ ଆସିବା ପାଇଁ ହସ ନିହାତି ଦରକାର। ଛୋଟିଆ କଥାରେ ଲୋକ ଦୁଃଖ କରୁଛନ୍ତି। ଆଜ୍ଞା, ମୁଁ ଆଜି ହିଁ ଜଣକୁ ଭେଟିକି ଆସିଥିଲି ମେଡିକାଲ ସାମ୍ନାରେ। କହିଲେ, ମୁଁ 30,000 ଟଙ୍କା ଖର୍ଚ୍ଚ କଲି, ମୋର କୌଣସି ରୋଗ ବାହାରିଲାନି। ଦୁଃଖ ହେଉଛି ତାଙ୍କର କୌଣସି ରୋଗ ବାହାରିଲାନି। ଲୋକ ଦୁଃଖର କାରଣ କୋଉଠି ଖୋଜୁଛନ୍ତି, ତ ସୁଖ ଖୋଜିବା ପାଇଁ, ହସିବା ପାଇଁ ଅନେକ ଉପାଦାନ ଅଛି। ଆପଣ ପରିବା ବାଲାକୁ ଦେଖିଲେ ତାକୁ ନେଇକି ବ୍ୟଙ୍ଗ କରିପାରନ୍ତି, ଆପଣ ପରୀକ୍ଷା କପିକୁ ନେଇକି କରିପାରନ୍ତି, ଆଉ ମଉସା ପିଉସା ନ କହିକି ଲୋକ କାହିଁକି କେବଳ ଆଣ୍ଟି ଅଙ୍କଲ କହୁଛନ୍ତି ଛୁଆମାନେ, ତାକୁ ନେଇକି ବ୍ୟଙ୍ଗ କରିପାରନ୍ତି। ବ୍ୟଙ୍ଗର ଉପାଦାନ ଆପଣ କୋଉଠୁ ପାଆନ୍ତି? ନା ପ୍ରତି ଜିନିଷର ଆପଣ ଆପଣ ଯେମିତି କହିଲେ କପି ଯେତେବେଳେ ଗୋଟେ ଝିଅଟେ କପି ନେଇକି ଯାଉଛି, ସେ ଭିତରକୁ କୋଉ ଗଲା, ପାଖେ ଆସି ଠିଆ ହୋଇଣ ତ୍ରିଜଟା କହନ୍ତି କରିନ ଥଟା, ଦଣ୍ଡେ ନ ଅଟକି ଲେଖଲ ଜାନେ କି ପୃଷ୍ଠାଏ ପରେ ପୃଷ୍ଠା। ଇଏ କ'ଣ କରିଛି, ବାହାରେ ତାର ପ୍ରେମିକ ଅଛନ୍ତି, ବାହାରେ ଅଛନ୍ତି ପ୍ରେମିକ ପ୍ରବର ଶ୍ରୀରାମ ରୂପୀ, ଜାନକୀଙ୍କ ମନ ଦହନ କାଳରେ ପଠାଇବେ ସିଏ ନିଶ୍ଚୟ କପି। ସେ କପି ପଠେଇ ଦେଇଛନ୍ତି ତାଙ୍କର ଯୋଉ ପ୍ରେମିକ ଅଛି। ତାପରେ ସାର୍ ଆସୁଛନ୍ତି, କପିକୁ ଆପଣ ହନୁମାନ ରୂପରେ ଦେଖୁଛନ୍ତି। ଓକେ, ରାମ ଜାନକୀକୁ ଯୋଡୁଛନ୍ତି। ଝିଅଟା ପରୀକ୍ଷା ଦେବା ପାଇଁ ଯାଉଛି, ତା ନା ଜାନକୀ। ପ୍ରକୃତରେ ଆମ ସାଙ୍ଗେ ଗୋଟେ ଝିଅ ପଢୁଥିଲା, ତା ନା ଜାନକୀ, କପି କରୁଥିଲା। ଆଜି ମନେ ରଖିଛନ୍ତି। ମୁଁ ସେଇଟା
ସେ ଶୁଣୁଥିଲେ କ୍ଷମା କରିବେ। ଘରେ ଘରେ ଆଜ୍ଞା ତାପରେ ଆସିକି ସାର୍ ପହଞ୍ଚି ଯାଇଛନ୍ତି ଆଜ୍ଞା ଜଣେ ଲେଡି ଟିଚର ଆଜ୍ଞା ପାଖେ ଆସି ଠିଆ ହୋଇନ ତ୍ରିଜଟା କହନ୍ତି କରିନ ଥଟା ଦଣ୍ଡେ ନ ଅଟକି ଲେଖଲ ଜାନକୀ ପୃଷ୍ଠା ଏ ପରେ ପୃଷ୍ଠା ଯାହା ତୁ ଲେଖୁଛୁ ଏ ପ୍ରଶ୍ନର ସିଏ ନୁହେଁ ତ ଉତ୍ତର ତୋର ପରିଶ୍ରମ ଖାଲି ସାର ତୋର ପରିଶ୍ରମ ଖାଲି ତା ସାର ତୋର ପରିଶ୍ରମ ଖାଲି ସାର ଓକେ ସେ ପ୍ରଶ୍ନ ଅଲଗା ଉତ୍ତର ଉତ୍ତର ଇଏ ପାଇଯାଇଛି ଅଲଗା ଇଏ ତାକୁ ଟିପି ଉତ୍ତରି ଚାଲିଛି ଚାଲିଛି ୟାକୁ ନେଇକରି ବ୍ୟଙ୍ଗ କରାଯାଇଛି ଆଜ୍ଞା ଏମିତି କୌଣସି ପ୍ରସଙ୍ଗ ନାହିଁ ଯାହାକୁ ନେଇକରି ବ୍ୟଙ୍ଗ କରିନ ଛୋଟ ପିଲାମାନେ ଅଙ୍କଲ ଆଣ୍ଟି ସମସ୍ତଙ୍କୁ କହୁଛନ୍ତି ତାକୁ ନେଇକି ବୋଧେ ଆପଣ ଗାରେଇଛନ୍ତି ମାମୁଁ ମଉସା ପିସା କକେଇ ଦଦେଇ କେତେ ଶବ୍ଦ ଆମର କେତେ ଥିଲା ଶବ୍ଦ ଆମର ଆଜ୍ଞା ଭାରି ଦୁଃଖ ଲାଗେ ଏ ସବୁ ଯାକ ଶବ୍ଦକୁ ବାସ୍ ଦୁଇଟି ଶବ୍ଦ କରିଛନ୍ତି ଦଖଲ ଗୋଟେ ଆଣ୍ଟି ଗୋଟେ ଅଙ୍କଲ ଆମର ଆଉ ଶବ୍ଦ ନାହିଁ ପଞ୍ଜାବୀରେ ଥିବ ସଉକୁ ଆମର ଏ ପଞ୍ଜାବୀରେ ଥିବ ସଉକୁ ଆମର ଗୁଜୁରାତି ଆମେ ଖାଉଥିବା ହେଲେ ଓଡ଼ିଶା ମାଟିରେ ଜନ୍ମ ହେଇଛେ ଓଡ଼ିଶାକୁ ଭଲ ପାଉଥିବା ଓଡ଼ିଆରେ କଥା କହୁଥିବା ଓଡ଼ିଆରେ କଥା କହୁଥିବା ସବୁ ଭଲ ଭିତରେ ଗୋଟେ ବହୁତ ଖରାପ ଅଧିକ ପାନ ଗୁଟଖା ଆପଣ ଖାଆନ୍ତି କାହିଁ ଖାଆନ୍ତି ଚେଷ୍ଟା କରୁଛେ ଆପଣ ଯେତିକି ଜାଣିଛନ୍ତି ତାଠୁ ଆହୁରି ଅଧିକା ଖରାପ ଅଭ୍ୟାସ ମୋର ଥିଲା ମୁଁ ରାମଚରିତ ମାନସ କଲା ପରେ ଅନେକ ଖରାପ ଅଭ୍ୟାସ ଛାଡ଼ି ଦେଇଛି ସମରସ କାଦମ୍ବରୀ ବି ପାନ କରୁଥିଲେ ଆପଣ କରିନି ବୋଲି କହିବି ନାହିଁ କରୁଛି ବୋଲି କହିବି ନାହିଁ କିନ୍ତୁ ଜୋରରେ କହିପାରିବି ଯେ ମୁଁ ତାହା କରୁନାହିଁ ଆପଣଙ୍କ ପିଲାବେଳେ ଦେଖୁଥିବା ସମାଜ ଆଉ ବର୍ତ୍ତମାନ ସମାଜ ପିଲାବେଳେ ଦେଖୁଥିବା ଲୋକଚରିତ୍ର ଆଉ ବର୍ତ୍ତମାନର ଲୋକଚରିତ୍ର ଭିତରେ କ'ଣ ଫରକ ଦେଖନ୍ତି ମୋ ବୋଉ ମୁଁ ଦେଖିଛି ଚୁଲି ମୁଣ୍ଡେ ଗୋଟେ ଡିଆସିଲି ରଖା ହେଇଥିବ ସେ ଡିଆସିଲିଟା ଗୋଟେ ବର୍ଷ ଯାଏ ବାସି ନିଆଁ ଭିତରୁ ପାଉଁଶ ଭିତରୁ ନିଆଁ ଟିକେ କାଢ଼ିକିରି ତାକୁ ଛେଲି ଦେଇକରି ଜଳେଇବେ କାରଣ ଡିଆସିଲି କାଠିଟେ ନଷ୍ଟ ହୋଇଯିବ କାଳେ କିନ୍ତୁ ପର୍ବପର୍ବାଣୀରେ ପୁଅ ବାହାଘରେ ଝିଅ ବାହାଘରେ 15 ଜଣ 20 ଜଣ 15 ଦିନ ରହୁଥିଲେ ଆସିକରି ସେସବୁ ଆଫୋର୍ଡ କରିବା ପାଇଁ ଆମ ଘର ଲୋକଙ୍କର ସାମର୍ଥ୍ୟ ଥିଲା କାରଣ ସେଠି ଭାବଟେ ଥିଲା ଏବେ ସବୁ ଅଛି କିନ୍ତୁ ସେ ଭାବର ଘୋର ଅଭାବ ଅଛି ଜୀବନରେ ଯାହା ପାଇଛନ୍ତି ଯଥେଷ୍ଟ ଭାବନ୍ତି ନା କିଛି ଅବଶୋଷ ଅଛି ଭଗବାନ ମୋତେ ମୋ ଆବଶ୍ୟକତା ଠାରୁ ମୋ ଯୋଗ୍ୟତା ଠାରୁ ଯଥେଷ୍ଟ ଅଧିକା ଦେଇଛନ୍ତି ମୁଁ ପ୍ରତିଦିନ ଭଗବାନଙ୍କୁ କୃତଜ୍ଞତା ଜଣାଏ ଯେ ମୁଁ ଜନ୍ମ ହେଇଥିଲି କେଉଁଠି ମୋତେ ଜାଣିଥିଲା କି ମୋତେ ଏ ସହରକୁ ଆଣିଛ ମୋତେ ପରିଚିତି ଦେଇଛ ମୋ ମା ସରସ୍ୱତୀ ମା ଲକ୍ଷ୍ମୀ ପ୍ରଭୁ ରାମଙ୍କୁ ସବୁଦିନ ଧନ୍ୟବାଦ ଜଣାଏ ଯେ ମୋତେ ଯଥେଷ୍ଟ ଦେଇଛନ୍ତି ଯଦି ଆପଣ ପୁନର୍ଜନ୍ମରେ ବିଶ୍ୱାସ କରିବେ ଆଉ ଥରେ ଜନ୍ମ ନେବା ପାଇଁ ଗୋଟେ ଇଚ୍ଛା ପ୍ରକାଶ କରିବେ ବା ଠାକୁର ଆପଣଙ୍କ ଆଶା ପୂରଣ କରିବେ ଜ୍ଞାନହତା ହେବା ପାଇଁ ଚାହିଁବେ ନା ଆଉ କ'ଣ ହେବେ ଜ୍ଞାନହତା ତାର ଯାହା ଯାହା ସାମର୍ଥ୍ୟ ଏ ଜନ୍ମରେ ଦେଖେଇ ପାରି ନାହିଁ କିମ୍ବା ଆଉ ଯାହା ଦେଖେଇବା ପାଇଁ ଚାହିଁଛି ତାହା ଯଦି ପୂର୍ଣ୍ଣ ନ ହେଇପାରିବ ତାହେଲେ ପୁଣି ଜ୍ଞାନହତା ହେଇକି ଜନ୍ମ ହେବି ଆଉ ପ୍ରଭୁ ରାମଙ୍କ ସେ କାର୍ଯ୍ୟରେ ଆସିବି ଆପଣ ଟିକେ କ୍ରୋଧୀ ବୋଲି ମଧ୍ୟ କୁହନ୍ତି କିଛି ଲୋକ କ୍ରୋଧୀ ନୁହେଁ ବେଳେବେଳେ ସମାଜରେ ମୁଁ ଯେଉଁ କଥା କହୁଥିଲି ନା ଆପଣଙ୍କୁ ଲାଫିଂ ଷ୍ଟକ୍ ଯଦି ଭାବିଦେବେ ଅସୁବିଧା ଆଉ ଗୋଟେ ବ୍ୟଙ୍ଗକା ସ୍ୱଭାବତଃ କ୍ରୋଧୀ ତା ଭିତରେ ଯଦି ଗୋଟେ ନିଆଁ ନ ଜଳୁଛି ସେ ଯଦି କୁହୁଳୁ ନାହିଁ ତାହେଲେ ସେ ବ୍ୟଙ୍ଗକାର ନୁହେଁ କିନ୍ତୁ କ୍ରୋଧର ପ୍ରକୃତ ଲାଳନ ପାଳନ ପୋଷଣ ଯିଏ ଜାଣେ ସେ ହେଉଛି ବ୍ୟଙ୍ଗକାର ବୋଧ ହୁଏ ମୋର ଲାଳନ ପାଳନ ପୋଷଣରେ କେଉଁଠି ଗୋଟେ ତ୍ରୁଟି ରହିଯାଉଛି ଯେଉଁଥିପାଇଁ କେହି କେହି ମୋ କ୍ରୋଧକୁ ଧରି ଦେଉଛନ୍ତି କ୍ରୋଧଟାକୁ ଆପଣ ଆଉ ଗୋଟେ ଉପାୟରେ ବି ନେଇପାରିବେ ଟିକେ ଅଭିମାନୀ ବୋଲି କିଛି ଲୋକ କହନ୍ତି ଆପଣ ମୋ ପାଇଁ ଯେଉଁଟା ସ୍ୱାଭିମାନ ଆପଣ କହିଲା ବେଳେ ତାକୁ ଅହଙ୍କାର ବୋଲି କହିପାରନ୍ତି ଗୋଟେ ପଙ୍କ୍ତି ମୁଁ ଗୋଟେ ପିଲାବେଳେ ପଢିଥିଲି ଭାରି ପ୍ରଭାବିତ କରିଥିଲା ଯେ ବଡ଼ ଲୋକର ପୁଅ ହେଇକି ଜନ୍ମ ହେବାରେ ନୁହେଁ ଦାରିଦ୍ର୍ୟ ସଙ୍ଗେ ଲଢ଼ିକି ଯଦି ପରିଚୟ ତିଆରି କରିପାରୁଛୁ ତାହେଲେ ସେଥିରେ ପ୍ରକୃତ ପୁରୁଷାକାର ଥାଏ ଆପଣ ବାକ୍ୟଟିର ବ୍ୟାଖ୍ୟା କେମିତି କରିବେ ବା ଆପଣଙ୍କ ପାଇଁ କେମିତି ପ୍ରଯୁଜ୍ୟ ବୋଲି କହିବେ ମୁଁ ସେ ସ୍ତରକୁ ବୋଧହୁଏ ଯାଇନାହିଁ କିନ୍ତୁ ଯେଉଁ ସାମାନ୍ୟ ପରିଚିତି ପାଇଛି ମୁଁ ଦେଖନ୍ତୁ ଆଜ୍ଞା ଅନୁଗୁଳର ଆଠମଲ୍ଲିକ ସବ୍ ଡିଭିଜନର ଗୋଟେ ମାଧପୁର ଗାଁରେ ଜନ୍ମ ହେଇଛି କିନ୍ତୁ ମୋତେ ଓଡ଼ିଶାର ଅନେକ ଜାଗାରେ କେହି ନା କେହି କିଛି ମାତ୍ରାରେ ଚିହ୍ନିଛନ୍ତି ବିଭିନ୍ନ ଦିବସ ଆମେ ପାଳନ କରୁ ଭାଲେଣ୍ଟାଇନ୍ ଦିବସ ପଖାଳ ଦିବସ ମହିଳା ଦିବସ ୟାକୁ ନେଇକି ମଧ୍ୟ ଆପଣ ଲେଖିଛନ୍ତି ଯୋଉ ଦିବସରେ ଯାହା ଦେବା କଥା ସବୁଥିରେ ତମେ ରେଡି ଘରଣୀ ମୋ ସବୁ ଦିବସରେ ରେଡି ପଖାଳ ଦିବସେ ପଖାଳ ଦେଲ ଗୋ ସାଙ୍ଗେ ଦେଲ ଶାଗ ବଡ଼ି ଘରଣୀ ମୋ ସବୁ ଦିବସରେ ରେଡି ଗୋଲାପ ଦିବସେ ଗୋଲାପ ଦେଲ ଗୋ ଟେଡି ଦିବସରେ ଟେଡି ହେଲେ ମହିଳା ଦିବସେ ଦେଲ ନାହିଁ କିଛି ଚାଲିଗଲ ମୁହଁ ମୋଡ଼ି ଘରଣୀ ମୋ ସବୁ ଦିବସରେ ରେଡି ଆମର ଚିନ୍ତା ଚେତନା ଆତ୍ମା ପରମାତ୍ମା ଆମେ ଯାହାକୁ କହୁ ଜଗତନାଥ ଜଗନ୍ନାଥ ତାଙ୍କୁ ନେଇ କେବେ ବ୍ୟଙ୍ଗ କରିବା ପାଇଁ ଚେଷ୍ଟା କରିଛନ୍ତି ବା
କୁହନ୍ତି ନା ଭକ୍ତର ଭଗବାନ ତାକୁ ଗାଳି ଦେଲେ ସେ ଶୁଣେ, ତ ସେମିତି ବ୍ୟଙ୍ଗ ମାଧ୍ୟମରେ କେବେ ଜଗନ୍ନାଥଙ୍କୁ ଗାଳି ଦେବା ପାଇଁ ବା ଆପତ୍ତି ଅଭିଯୋଗ ଶୁଣାଇବା ପାଇଁ ଚେଷ୍ଟା କରିଛନ୍ତି? ଜଗନ୍ନାଥକୁ ବ୍ୟଙ୍ଗ କରିନାହିଁ, ଜଗନ୍ନାଥଙ୍କୁ ଆଳ କରିକି, ଯେମିତି ମୁଁ କହୁଥିଲି ଯେ ଘରଣୀକୁ ଆଳ କରିକି ମୁଁ ସମାଜକୁ ବ୍ୟଙ୍ଗ କରିଥାଏ, ସେମିତି ଜଗନ୍ନାଥକୁ ଆଳ କରିକି ଲୋକମାନଙ୍କ ଭିତରେ ସୌହାର୍ଦ୍ଦ୍ୟ ରକ୍ଷା କରିବାର ପ୍ରଚେଷ୍ଟା କରିଛି। ଭୋଟ ପରେ ପରେ ବୁଢ଼ୀମାକୁ ଧୀରେ ପଚାରୁଥିଲି ମୁଁ ଦିନେ, କୋଉ ଚିହ୍ନରେ ଭୋଟ ଦେଲୁ ମା ଚୁପ୍ କରି କହିଦେ ମୋ କାନେ। କହିଲା ବୁଢ଼ୀମା ଚୁପ୍ କରି କିଆ ଡଙ୍କା ବଜେଇ କହିବି ମୁହିଁ, ଈଶ୍ୱର ଛଡ଼ା ନିଶ୍ୱର ଏଠି ନେତା ବୋଲି ଜଣେ କେହି ତ ନାହିଁ, ତାକୁ ଦେଇଛି ଭୋଟଟା ମୋର, କହିବାକୁ କିଆ ମାଡ଼ିବ ଡର। ବୁଢ଼ୀ ବୟସର ଆଖିକି ମୋହର ହେଉନାହିଁ ଭଲ ଦୃଶ୍ୟମାନ, ତଥାପି ଖୋଜି ମୋ ଠାକୁରର ଚିହ୍ନ କରିଛି ଅମୂଲ୍ୟ ଭୋଟ ଦାନ। ଭୋଟ କେନ୍ଦ୍ରରେ ବ୍ୟାଲଟ ପେପରରେ ଭଳିକିତ ଭଳି ଅନେକ ଚିତ୍ର, କାହିଁରେ ବା ଦେବି କାହିଁରେ ନ ଦେବି ସ୍ଥିର ନ ହୋଇଲା ମୋହରି ଚିତ୍ତ। ବହୁତ ଚିତ୍ର ଅଛି। କର କମଳ ଗଦା ଧନୁ ତୀର, ହାତ ପଦ୍ମ ଗଦା ଧନୁ ତୀର ସୁଦର୍ଶନ ଚକ୍ର। କର କମଳ ଗଦା ଧନୁ ତୀର ପଞ୍ଚଜନ୍ୟ ସୁଦର୍ଶନ ଶଙ୍ଖ। କର କମଳ ଗଦା ଧନୁ ତୀର ପଞ୍ଚଜନ୍ୟ ସୁଦର୍ଶନ, ସବୁ ତ ମୋହର ଆରାଧ୍ୟ ଠାକୁର ନାରାୟଣଙ୍କର ଚିହ୍ନ। ସବୁ ଚିହ୍ନ ତକ ମୋ ଇଷ୍ଟ ଦେବଙ୍କ କାହିଁରେ ନାହିଁ ଅନ୍ତର, ସବୁ ଚିହ୍ନରେ ମାଇଲି ମୋହର, କହି ଜୟ ହଉ ଜଗନ୍ନାଥର, ଜୟ ହଉ ଜଗନ୍ନାଥ, ଜୟ ହଉ ଜଗନ୍ନାଥ। ଚମତ୍କାର। କେବେ ଉତ୍ତ୍ୟକ୍ତ ହେଇକି କେବେ କାହାକୁ ମାଡ଼ ମାରିଛନ୍ତି? ମୋ ବୋଉକୁ ଗୋଟେ କଣ୍ଡକ୍ଟର ପେଲି ଦେଇଥିଲା ଜୋରରେ। ମୁଁ ଛୋଟ ଥିଲି ଆଉ ସେ କଣ୍ଡକ୍ଟର ହଟ୍ଟାକଟା ଥିଲା, ମୋ ବୋଉ ଦେହରେ ହାତ ଲଗେଇଦେଲା, ମୁଁ ତାକୁ ଗୋଟେ ବ୍ରହ୍ମ ଚାପଟା ମାରିଥିଲି ଆଉ ସେ ଲୋକଟା ବସି ପଡ଼ିଥିଲା। ତା ପରଠୁ ମୋ ପିଲାକୁ ବି ମୁଁ ବାଡ଼େଇନି। କେବେ ସାଙ୍ଗମାନଙ୍କୁ ମିଳି କରିକି କିଛି ପ୍ରତିବାଦ କରିବା ପାଇଁ ଯିବା, କୋଉଠି ଧାରଣା ଦେବା, ସେ ସବୁ କାମ ସବୁ କରିଛୁ, କଲେଜ ବେଳେ କରିଛୁ, ଆଚ୍ଛା। ବିଭିନ୍ନ ସଂଗଠନରେ ସହିତ ସମ୍ପୃକ୍ତ ଥିଲି। RSS ସହିତ ବି ସମ୍ପୃକ୍ତ ଥିଲେ? ହଁ, ମୁଁ 80 ମସିହାରେ ସଂଘ ଶାଖା ଯିବା ଆରମ୍ଭ କରିଥିଲି। 80ରେ ତାର ପ୍ରଥମ ବର୍ଷ ଯେଉଁ ସଂଘ ଶିକ୍ଷାବର୍ଗ ହୁଏ ମୁଁ ତାହା ରାୟଗଡ଼ାରେ କରିଥିଲି। 81ରେ ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲରେ ସେକେଣ୍ଡ ଇୟର OTC କରିଥିଲି। ସଂଘ ଶାଖା ଯାଉଥିଲି, ତାର ବିବିଧ କ୍ଷେତ୍ରରେ ସଂସ୍କାର ଭାରତୀ ଭଳି ଯେଉଁ ସଂଗଠନ ଅଛି ସେଠି କାମ କରିଛି। ଆପଣ ଲୋକପ୍ରିୟ, କେବେ ରାଜନୀତିକୁ ଆସିବା ପାଇଁ ମନ ବଳେଇ ନାହାନ୍ତି? ରାଜନୀତିଠୁ ମୋତେ ଭଗବାନ ବହୁତ ଦୂରରେ ରଖିଛନ୍ତି। ମୁଁ ଈଶ୍ୱରଙ୍କୁ ବାରମ୍ବାର ପ୍ରଣାମ କରୁଛି ଯେ ମୋତେ ସେ ଶନି ଦଶା ରାହୁ ଦଶା ଗୋଡ଼େଇ ନାହିଁ। କେମିତି ଲାଗିଲା ଆମର ଆଜିର ଏ ପଡକାଷ୍ଟ ଆପଣଙ୍କୁ? ବହୁତ ବଢ଼ିଆ। ୟାର ମୁଁ ରିଲ୍ ଦେଖେ ଆଉ ରିଏଲ ଦେଖନ୍ତି, ପୁରା ଏପିସୋଡ ଦେଖନ୍ତିନି? ପୁରା ଦେଖେ। Okay. ରିଲ୍ଟା ବାରମ୍ବାର ଆସିଯାଏ ଆଚ୍ଛା। କାରଣ ୟାର ଏତେ ମାତ୍ରାରେ ଦର୍ଶକ ଅଛନ୍ତି। ମୁଁ ସେତେବେଳେ ଭାବେ ଯେ ଦେଶରେ ଯେଉଁମାନଙ୍କୁ ନେଇକରି ସବୁ ରିଲ୍ କରାଯାଏ ଆଉ ସେଟା ବ୍ଲାଷ୍ଟ ହେଇଯାଏ। ଏଇଟା ହେଉଛି ଗୋଟେ ପ୍ରୋଡକାଷ୍ଟ ଯାହାକୁ ଦେଖିକରି ମୋ ଭିତରେ ବି ଗୋଟେ ଆଗ୍ରହ ଥିଲା। କ୍ଷମା କରିବେ ଆପଣ ଯେତେବେଳେ ମୋତେ ଏଠିକି ଡାକିଲେ, ମୁଁ ଥରେ ଏଠିକି ଅନ୍ତତଃ ଯାଆନ୍ତି କି, କାରଣ ଏଠି ଏତେ ଗୁଣବତ୍ତାକୁ ପ୍ରାଧାନ୍ୟ ଦେଇଛନ୍ତି ଆପଣ। ନିହାତି ଶସ୍ତା ଏସବୁ କଥାବାର୍ତ୍ତା ନାହିଁ, ଆଉ ଭିତରୁ କ'ଣ କ'ଣ କାଢ଼ି ଦେଇପାରନ୍ତି ଆପଣ ବିଚିତ୍ର। ଯେଉଁ କଥା ମୋତେ କେହି କେବେ ପଚାରି ନାହାନ୍ତି, ଯେଉଁ କଥା କାହା ଆଗରେ ମୁଁ କେବେ କହିନାହିଁ, ତାହା ବି ଆଜି ମୋତେ ଆପଣ କହି ଦେଇଛନ୍ତି। ଧନ୍ୟବାଦ। ମୋତେ ଏତିକି ଭରସାକୁ ନେଇଥିବାରୁ ବହୁତ ବହୁତ ଧନ୍ୟବାଦ। ଅହୋଭାଗ୍ୟ, ଆପଣଙ୍କର କ୍ୟାସେଟ୍ ଶୁଣୁଥିଲୁ, ଆପଣଙ୍କର CD ଦେଖୁଥିଲୁ, ପ୍ରତ୍ୟକ୍ଷ ଭାବରେ ହୁଏତ କିଛି ସଭା ସମିତିରେ ଆପଣଙ୍କ ସହିତ ଦେଖା ହେଇଛି, କିନ୍ତୁ 25 ବର୍ଷ ସାମ୍ବାଦିକତା ଜୀବନ ଭିତରେ ଆପଣଙ୍କ ସହିତ ବସିକି ଗୋଟେ 1 to 1 ଏମିତି କଥା ହେବାର ସୌଭାଗ୍ୟ କେବେ ମିଳିନଥିଲା। ମୋର ବି ସୌଭାଗ୍ୟ। ବହୁତ ଲୋକପ୍ରିୟ ଆପଣ, ବହୁତ ଚର୍ଚ୍ଚିତ ଆପଣ, ଘରେ ଘରେ ପରିଚିତି ଆପଣଙ୍କର ଅଛି। ଏଇ ଏପିସୋଡ ବି ବହୁତ ଲୋକଙ୍କ ପାଖରେ ପହଞ୍ଚିବ ବୋଲି ମୁଁ ଆଶା କରୁଛି। ଖୁସିରେ ଥାଆନ୍ତୁ, ଜଗନ୍ନାଥଙ୍କର କରୁଣା ଥାଉ, ହସୁଥାନ୍ତୁ, ଚମକୁଥାନ୍ତୁ, ଆମକୁ ଆଶୀର୍ବାଦ କରୁଥାନ୍ତୁ, ବଡ଼ମାନଙ୍କ ଆଶୀର୍ବାଦ ପାଉଥାନ୍ତୁ, ଜଗନ୍ନାଥଙ୍କ କରୁଣା ଆପଣଙ୍କ ଉପରେ ଥାଉ। ଯେତିକି ଜୀବନ ଅଛି ତାହା ଆହୁରି ସୁଖମୟ ହଉ, ଦୀର୍ଘାୟୁ ହୁଅନ୍ତୁ। ଏତିକି ଜଗନ୍ନାଥଙ୍କର କରୁଣା ଥାଉ, ଓଡ଼ିଶାବାସୀଙ୍କ ଭଲ ପାଇବା ଆପଣଙ୍କ ଉପରେ ଥାଉ। ନମସ୍କାର। Scan Steels Limited presents Argus Podcast. Presenting sponsor Shrishti TMT Chhada, a product of Scan Steels Limited.